सर्वधर्मान् परित्यज्य मामेकं शरणं व्रज अहं त्वां सर्वपापेभ्यो मोक्षयिष्यामि मा शुच। अर्जुन को आश्वासन दौरान ଆପଣ କେତେ ଥର ଗୀତା ପଢ଼ିଥିବେ ସମ୍ପୂର୍ଣ୍ଣ ଗୀତା? संपूर्ण गीता 3 रु अधिक बार हो 3-4 रु अधिक। ସମସ୍ତଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଉଥିଲା ସାର୍ମାନେ ପଚାରୁଥିଲେ ବଡ଼ ହେଲେ କ'ଣ ହେବ, ଆପଣ ସିଧାସଳଖ କହୁଥିଲେ ମୁଁ ସାଧୁ ହେବି। When I was examining, when I was seeing the explosion of atomic bomb, I was remembering the words of Lord Krishna. ମୁଁ ଆମର ଇସ୍କନ ଯେ ସଂସ୍ଥାପକ ଆଚାର୍ଯ୍ୟ ଶିଲ ପ୍ରଭୁପାଦ ଅଛନ୍ତି ତାଙ୍କର ଗୋଟେ ଫଟୋ ଦେଖି ତାଙ୍କ ଫଟୋ ଯେତେବେଳେ ଦେଖିଲି ତାଙ୍କ ଫଟୋ ଦେଖିକି ଗୋଟେ ଅଲଗା ପ୍ରକାର ଲାଗିଲା ନା ଏ ବ୍ୟକ୍ତି ଅଲଗା ବ୍ୟକ୍ତି। କି ବେକରେ ତୁଳସୀ ମାଳ ତିଳକ ଧୋତି ପିନ୍ଧିଲେ ଯେ ସେ କେବଳ ଜଗନ୍ନାଥ ଭକ୍ତ ହେଇପାରିବେ। ମୀରା କୃଷ୍ଣଙ୍କର ବଡ଼ ଭକ୍ତ ଥିଲେ, ଶହ ଶହ ଗୋପୀମାନେ ବି କୃଷ୍ଣଙ୍କର ଥିଲେ, ଯେଉଁମାନେ କୃଷ୍ଣଙ୍କୁ ଭଲ ପାଉଥିଲେ, କୃଷ୍ଣଙ୍କର କଥା ସେମାନେ ଶୁଣୁଥିଲେ, ବଂଶୀବାଦରେ କୁଞ୍ଜବନ ପୁରୀ ଉଠୁଥିଲା, ଏସବୁ ହେଉଥିଲା। କିନ୍ତୁ ଯେଉଁ କୃଷ୍ଣଙ୍କର ମହାତ୍ମ୍ୟ କଥା ପାଇଁ ଇସ୍କନର ଆଭିମୁଖ୍ୟ ଅଛି, କିନ୍ତୁ ସେଇ ଆଭିମୁଖ୍ୟ ଭିତରେ ନାରୀଟିଏ ନାହିଁ। ମା ଜଣକ ଜନ୍ମ କରି କ'ଣ ପାଇଁ? ହଁ ଏଇଟା ସବୁଠୁ ବଡ଼ ପ୍ରଶ୍ନ ଯାହା ଆସେ, କିନ୍ତୁ କେବେ ଅନୁତାପ କରିଛନ୍ତି ଭୁଲ କରିଛନ୍ତି ବୋଲି କେତେବେଳେ ଆପଣ? ନା ନା नमस्कार, ओपन वॉइसर आउ एक स्पेशल एपिसोड को स्वागत करुछि मु सौदागर। आज एपिसोड बहुत स्पेशल एथिपाई कि जेतबळे आमको किए प्रश्नटे करे तुम्हें बड़ हेले कौन हम, किए कहे डाक्तर इंजीनियर, किए कहे मु साइंटिस्ट हेबी, किंतु मो गेस्ट जे से सीधा सड़क कहते मु बड़ हेले साधु हेबी। एक धर्मीय भावनार चिंताधारा को आदरी प्रभु कृष्णकर नाम जपी निज जीवन को आउ एक भित्तिमय स्थिति रे गढ़ी 24 वर्षर युवक आजिका समय रे जे प्राणेश्वर कृष्ण दास का नाम रे प्रसिद्धि अर्जन करिसंती। आज से मो स्टूडियो उपस्थित अछंती। मो प्राणेश्वर कृष्ण दास प्रभु को मो पॉडकास्ट को स्वागत कर। प्रभु जी आपनकर पिला दिन बड़ चमत्कार थिला, एथिपाई चमत्कार आपण बहुत थर कहिसंती। समस्त जेतल प्रश्न पचरा जाउतला सार माने पचारुतले बड़ हले कोन हबो, आपण सीधा सळख कहउतले मु साधु हेबी। ए गोटे चमत्कार एंगल नथिला। सेतबळे आपनक संगे पढुतिबा पिला माने आपण क्रिटिसाइज करनुतले? छोट बेले बहुत भगवान प्रति बहुत रुचि था, स्वतः प्रवृत्त भावे कौन पाई थिला जेमती प्रहलाद महाजनकुरु प्रहलाद जेतेबेले तांकर पिता हिरण्यकशिपु पचारले आमर असुर कूल रे केही तो भगवान को भक्ति करूनांदी, तते तो केही भी तो गुनादत्त तो गुरु शिखैछन्ती भगवान विष्णु को पूजा करिवा ना मु केबे कहिछि भगवान विष्णु को आराधना करिवा, कारण आमर असुर कूलर मूल शत्रु हेले तो विष्णु। तू विष्णु कोड भल पाया शिखिलु, कोड भक्ति करिया शिखिलु, जानिलु केमती भगवान विष्णु को भक्ति करा जाय बोली। तो सेठी यथा भ्राम्यमाणानि अयखंड स्वयं आकर्ष सन्निधौ तथा में विंध्यतिश्चेत चक्रपाणी जदृच्छया कि जेपଳି ଭାବରେ ଗୋଟେ ଅୟଖଣ୍ଡ ଅୟ ମାନେ ହେଉଛି ଲୁହାଖଣ୍ଡ, ଯେଭଳି ଲୁହାଖଣ୍ଡ ସ୍ୱତ ପ୍ରବୃତ୍ତ ଭାବେ ଚୁମ୍ବକ ଆଡ଼କୁ ଟାଣି ହେଇକିରି ପଳାଏ, ତଥା ଆମେ ବିନ୍ଧ୍ୟତେଶ୍ଚେତ ଚକ୍ରପାଣି ଯଦୃଚ୍ଛୟା ଯଦୃଚ୍ଛିକ ଭାବରେ ଭଗବାନ ବିଷ୍ଣୁଙ୍କ ପ୍ରତି ମୋର ଚେତ ଲାଗି ଯାଉଛି, ମୋ ମନ ଖାଲି କହୁଛି ଭଗବାନଙ୍କୁ ଭକ୍ତି କରିବା ପାଇଁ, ମତେ କେହି ଶିଖଉନାହାନ୍ତି। ତ ସେଇଭଳି ହିଁ କିଛି ହେଇଥିଲା ଛୋଟ ବେଳରୁ, କେହି ଆମକୁ କହିନଥିଲି କି ଭଗବାନ ଭକ୍ତି କରାଯିବା ଦରକାର, ଏମିତି କରାଯିବା ଦରକାର କି ତୁ ଭକ୍ତି ସାଧୁ ହବା ଦରକାର, କିନ୍ତୁ ଗୋଟେ ସ୍ୱତଃ ପ୍ରଭୃତ ଭାବେ ଗୋଟେ ଆକର୍ଷଣ ଆସିଥିଲା ନାଇଁ ଭଗବାନଙ୍କୁ ଭକ୍ତି କରିବା, ବଡ଼ ହେଲେ ସାଧୁ ଯେତେବେଳେ ମାହୋଲ କେମିତି କଣ ଥିଲା ଯେତେବେଳେ ଆପଣ ଏଇ କଥା କହୁଥିଲେ? ଆପଣ ବୋଧେ ଘର ବଡ଼ ପୁଅ ଥିଲେ, ଘରର ବଡ଼ ପୁଅ ଥିଲେ, ଘରର ଦାୟିତ୍ୱ ନବା କଥା। ସେତେବେଳେ ଘର ବଡ଼ ପୁଅ ଯେତେବେଳେ କହୁଛି ମୁଁ ବଡ଼ ହେଲେ ସାଧୁ ହେଇଯିବି, ସେତେବେଳେ ବାପା ମାନେ ବହୁତ ଟିକେ ସିରିୟସ୍ ହେଇଯାଇଥିବେ। ପ୍ରକୃତରେ ଆମେ ପରିପ୍ରକାଶ କାହାରେ କରୁନଥିଲୁ, କିନ୍ତୁ ଆମ ଆକ୍ଟିଭିଟିରୁ ଲାଗୁଥିଲା କି କାହାକୁ କହିନା ମୁହଁ ଖୋଲିକି ଆମେ ସାଧୁ ହଉ ବଡ଼ ହେଇକି। ଛୋଟ ବେଳ କଥା କହୁଛି, ବଡ଼ ହେଲା ପରେ ତ ନିଶ୍ଚୟ କହିକିରି ତାପରେ ପୁଣି ଘର ଛାଡ଼ିଲୁ। ତ ସେଇ ସମୟରେ ଯେତେବେଳେ ବି କୌଣସି ବି ନାଲି କପଡ଼ାରେ କାହାକୁ ଦେଖିବୁ ଗେରୁଆ ବସ୍ତ୍ର ପିନ୍ଧିଥିବାର ତାଙ୍କରି ପାଖେ ଯାଇକି ରହିବୁ। ମାନେ ଗାଁକୁ ଆଗରୁ ସବୁ ଆସନ୍ତି ଆମର ଅଲେଖ ଧର୍ମର ଅଲେଖ ମହିମା ଯୋଉ ବକଳ ଧାରଣ କରିକି ବାବା ମାନେ ଆସନ୍ତି, ଆଉ ଅଲଗା ଚକୁଳିଆ ପଣ୍ଡା ମାନେ ଆସନ୍ତି, ଯିଏ ଟିକେ ବି ଭଗବାନଙ୍କ କଥା କହୁଥିଲା ସାଙ୍ଗେ ସାଙ୍ଗେ ଅଟୋମେଟିକ ହୃଦୟ ତାଙ୍କ ପାଖକୁ ପଳଉଥିଲା, ଟାଣି ହେଇକିରି ଦିନମାନ ନ ଖାଇ ନ ପିଇ ତାଙ୍କରି ପାଖରେ ବସିଥିଲୁ। ଆଉ ଯେତେବେଳେ ଗଣେଶ ପୂଜା ହଉଥିଲା, ସରସ୍ୱତୀ ପୂଜା ହଉଥିଲା, ଏବେ ଯେମିତି ମାଙ୍କର ଦୁର୍ଗା ପୂଜା ଗଲେ, ତ ସେଇ ସମୟରେ ନିଜେ କଣ କରୁ ପିଲାମାନଙ୍କୁ ନେଇକି ଯାଉ, ଆଉ ପୋଖରୀରୁ ମାଟି ଆଣିକି ଆସୁ, ବନ ମାଟି ଆଣିକି ଆସୁ, ସେଥିରେ ମୂର୍ତ୍ତି ବନେଇକିରି ପିଲାମାନଙ୍କୁ ନେଇକି ଆମେ
सब पूजा कर बहुत भल लगे से समय मैं हनुमान भक्त थी प्रत्येक दिन हनुमान चालीसा पढ़ी भगवान को पूजा करी से समय छोट बड़ ही गोटे स्वतः आकर्षण था कौन पाई कहनी भगवान पूर्व जन्मर किसी भल स्वीकृति कौन साधु सन्त सेवा करे परिप्रकाश केतबेले कले कि मते साधु होबार अछि आउ बड़ प्रश्न होची इस्कन प्रति आपण केमति आकर्षित साधु विशेष करी अधिका मोर सेतबेले निज जीवन को एई ब्रह्मचर्य दिगरे बा पूरा जीवन रे फुल टाइम साधु होइकी रहिवार सेतिबेले ही आसीथिला चिंताधारा केते बयस सेतबेले पाखा पाखी हेतिला सेतबेले हेतिला 19-20 वर्ष हेतियो अच्छा एबे तथापि आपण केते बयस होची जस्ट 24 वर्ष 24 वर्ष 20 वर्ष बयस रे आपण चिंता कर नै मते साधु होबार अछि सेतल को बोधे आपण इंजीनियरिंग करूथले हां सेतले इंजीनियरिंग चलीथिला सेही समय अधिका मते प्रेरणा देइथिला जेतबेले कारण मोस्ट जो समय मु पीएलसी प्रोग्रामिंग सिखुथली सेही समय रे कारण मोर बैकग्राउंड थरे इलेक्ट्रिकल तो मते भल लागे प्रोग्रामिंग आर्डिनो माइक्रो प्रोसेसर सब आसे आर्डिनो माइक्रो प्रोसेसर रे आमे प्रोग्रामिंग करी मते बहुत भल लागे प्रोग्रामिंग सिखिबा बेसिकली इलेक्ट्रोनिक्स वर्ल्ड रे मते बहुत भल लागे एटा तो जेतेबेले से सब दिन से पढ़ा पढ़ी मु आरंभ कली तो सही समय मु सब बायोग्राफीज पढ़े साइंटिस्ट मानकर बड़ बड़ हाईली इफेक्टिव पीपल्स मानकर बायोग्राफी पढ़ला बेले प्राय तो मते मिले सही समय रे समस्त भगवद्गीता पढ़ुता साइंटिस्ट से स्तर को जाकर भी लोक मैंने मेडिटेशन भगवत गीता हिंदू धर्म प्रति सनातन संस्कृति प्रति से माने अट्रैक्टेड होकर रुहंती तो मो माइंड आसला अरे जो जिनसटा मु जहाँ को फॉलो करुच्ची से माने तो आम संस्कृति को फॉलो करुछन संस्कृति निश्चय किसी ना किसी अच्छी जो मेडिटेशन एटा साधारण जिनस नुहे ना बड़ बड़ जमी आल्बर्ट आइंस्टाइन से भगवद्गीता पढ़ती से गोटे कोर्ट रे आल्बर्ट आइंस्टाइन कहती कि आई एम डेराइविंग इंस्पिरेशन फ्रॉम भगवत गीता टू डू माय इन्वेंशंस मो इन्वेंशन करिया पई भगवत गीता रो मते इंस्पिरेशन मिलुची जेतेबेले ओपन हाइमर जेतेबेले एटम बम टेस्ट हैला न्यूक्लियर बम जेतेबेले टेस्ट हैला ओपन हाइमर तांकर गोटे कमेंट रे देले कारण ओपन हाइमर से प्लेन बसी देखु थांती ना केमिति बम टा जाउची पडुची से सृष्टि करथिले न्यूक्लियर बम टा हिरोशिमा नागासाकी ऊपर जेतेबेले जापान रे बम टा टेस्ट हेतला एटम बम थिला कि न्यूक्लियर थिला एटॉमिक बम परमाणु बम थिला तो सही समय से स्टेटमेंट तांको जेतेबेले पचारा गला रिपोर्टर माने पचारले तुमर कौन आपण एमती एक्सपेक्ट करथिले एते बड़ प्रभाव रहिबा आपणकर परमाणु बोमार से समय से गोटे स्टेटमेंट पास करथिले कि व्हेन आई वाज एग्जामिनिंग व्हेन आई वाज सीइंग द एक्सप्लोजन ऑफ एटॉमिक बम आई वाज रिमेम्बरिंग द वर्ड्स ऑफ लॉर्ड कृष्ण कारण भगवान कृष्ण भगवत कहते मृत्यु सर्वहरस्याहम मते जी मानंतिनी मो मृत्यु रूप में जीवन में आसे आ सब किसी हरण कर नहीं जाए से समय से मते मानंतु कि न मानंतु मरिबा को पड़े तो से ओपन हाइमर ए स्टेटमेंट रिपीट कले ओपन हाइमर बड़ी जने साइंटिस्ट सी भगवत गीतार श्लोकटा कोट कृष्ण कथा कहउचंदी किछि ना किछि अछि तो सही समय आमर अधिका इन्फ्लुएंसर बढ़ला आमर हिंदू धर्म प्रति सनातन धर्म प्रति तो सही टाइम रे मु मेडिटेशन स्टार्ट कर देइथिली आ केमिति मु इस्कन सहित जोड़ैथिला अपन जो प्रश्न थिला सही समय रे मु मेडिटेशन स्टार्ट कर देइथिली बहुत भल लागुथिला आ योगा करिया मेडिटेशन करिया ध्यान करिया एटा स्टार्ट कर ब्रह्मचर्य केमिति सेलिबेसी केमिति मेंटेन करी ब्रह्मचर्य केमिति पालन करी एटा बहुत भल लागुथिला आ सही समय मु प्लान कर देइथिली 2021 र कथा कि मु सब दिन पे साधु ही जे आइदर हरियाणा रे गोटे आश्रम थिला से आश्रम सहित मोर जोगाजोग थिला आर्य समाज रे गोटे आश्रम थिले तो तांको सहित जोगाजोग हे जायथिला आ मु सेठी पळै थांदी किंतु जीवार 3 मास पूर्वरु मु हमर इस्कन जे संस्थापक आचार्य शिल प्रभुपाद से तांकर गोटे फोटो देखली तांको फोटो जेतोले देखिली ते तांको फोटो देखि गोटे अलगा प्रकार लागिला को ना ये व्यक्ति अलगा व्यक्ति ये साधारण मनुष्य भली देखा जाउ ना तांकर कारण तांको फेस कटिंग टी अलगा भली देखा जाय आउ तांकर जो कथा तांकर जेतोले स्पीच सुनिली तांकर लेक्चर सुनिली को ना 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 आउ तांकर बायोग्राफी पढ़ी तो एते इंस्पिरेशन लागला तापर जणा पड़ला कि से इस्कन बेले गोटे सोसाइटी करिसंती से समय हमें बरमुंडा रे रहउतिलु बरमुंडा रे हम फैमिली सब रहउतिले पाखरे इस्कन मंदिर थिला किंतु मु 4-5 वर्ष भुवनेश्वर रहिबा भितर केबे भी इस्कन मंदिर जाई नथि
କାରଣ ମୋତେ ଗୋଟେ ଆଟ୍ରାକ୍ସନ୍ ସବୁବେଳେ ପାଠ ପଢ଼ା ଭିତରେ ରହୁଥିଲି, ଇଏ ଭିତରେ ରହୁଥିଲି, ତ ଏତେ ସ୍ୱତଃପ୍ରବୃତ୍ତ ଛୋଟବେଳେ ଯେତେ ଆସୁଥିଲା, ବଡ଼ ହେଇ ଯେତେବେଳେ ଭୁବନେଶ୍ୱର ଆସିଲେ ଆଉ ହଉନଥିଲା। କିନ୍ତୁ ଇଞ୍ଜିନିୟରିଂ ଟାଇମ୍ରେ ଯେତେବେଳେ ଏସବୁ କଥା ମୁଁ ଦେଖିଲି, ଆଉ ଆମର ସନାତନ ଧର୍ମରେ ଏତେ ପୋଟେନ୍ସି ଅଛି, ଯେତେବେଳେ ଜାଣିବାକୁ ପାଇଲି ଆଧ୍ୟାତ୍ମିକ ସ୍ପିରିଚୁଆଲ ଲାଇଫ୍ରେ ଗୋଟେ ଶକ୍ତି ମିଳେ, ସେଇଟା ଜାଣିବାକୁ ଯେତେବେଳେ ପାଇଲି, ଆଉ ଯେତେବେଳେ ଚାହିଁଲି କି ସାଧୁ ହେବି, ସେଇ ସମୟରେ ଯେତେବେଳେ ଦେଖିଲି ପ୍ରଭୁପାଦଙ୍କୁ ଆଉ ଜାଣିଲି ସେ ଇସ୍କନ ଏଷ୍ଟାବ୍ଲିଶ କରିଛନ୍ତି, ତ ମୁଁ ଯୋଉଦିନ ପ୍ରଭୁପାଦଙ୍କୁ ଦେଖିଲି ତା ପରଦିନ ସକାଳେ ଇସ୍କନ ଆସିଲି। ଇସ୍କନ ଆସିକି ଭଲ ଲାଗିଲା। ସେମାନେ ସବୁ ପ୍ରାମାଣିକ, ସବୁବେଳେ ଭଗବତ ଗୀତା କୋଟ୍ କରନ୍ତି, ଭଗବାନ ଯାହା କୁହନ୍ତି ସେ ସେୟା କୁହନ୍ତି, କିଛି ଗୋଟେ ଜିନିଷ ଡେଭଲପ୍। ମୁଁ ସେଇଠି ଖାଲି ଗୋଟେ ପ୍ରଶ୍ନ ଯୋଡ଼ିବା ପାଇଁ ଚାହୁଁଛି, ଆପଣ କେତେ ଥର ଗୀତା ପଢ଼ିଥିବେ? ସମ୍ପୂର୍ଣ୍ଣ ଗୀତା? ସମ୍ପୂର୍ଣ୍ଣ ଗୀତା 3ରୁ ଅଧିକ ବାର ହେଇଯିବ, 3-4ରୁ ଅଧିକ। ତା ଭିତରୁ କୋଉ ଶ୍ଲୋକଟି ଆପଣଙ୍କୁ ବେଶୀ ଭଲ ଲାଗେ? କୋଉ ଶ୍ଲୋକଟି ଆପଣଙ୍କୁ ଇନ୍ସପିରେସନ୍ ଦେଇଛି କି ନାଇଁ ମୋତେ ଭଗବତ ଭିତରେ ରହିବାର ଅଛି, ମୋତେ ଆଧ୍ୟାତ୍ମିକତା ଭିତରେ ରହିବାର ଅଛି? କୋଉ ଶ୍ଲୋକଟି ଆପଣଙ୍କର ଭାରି ପ୍ରିୟ ଶ୍ଲୋକ? ଭାରି ପ୍ରିୟ ଶ୍ଲୋକ ସେମିତି ତ ଭଗବତ ଗୀତାର ପ୍ରତ୍ୟେକଟି ଶ୍ଲୋକ ହେଉଛନ୍ତି ଭଗବାନଙ୍କ ମୁଖ ନିଃସୃତ ବାଣୀ, ସବୁ ଶ୍ଲୋକ ପ୍ରାଧାନ୍ୟ ରଖେ। କିନ୍ତୁ ଯାହା ଶ୍ରୀଲ ପ୍ରଭୁପାଦ କୁହନ୍ତି, ସବୁଠୁ ଇମ୍ପୋର୍ଟାଣ୍ଟ ଶ୍ଲୋକ ଭଗବତ ଗୀତାର ହେଉଛି 18ତମ ସ୍କନ୍ଧ 18ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି କି ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ ଅହମ୍ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି କି ସବୁ ଧର୍ମକୁ ପରିତ୍ୟାଗ କରି ତୁମେ ମୋ ଶରଣରେ ଆସ, ଆଉ ମୋ ଶରଣରେ ଆସିଗଲେ ଅହମ୍ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ, ତମେ ଜୀବନରେ ଯେତେ ବି ପାପ କରିଛ ସବୁକୁ ମୁଁ ଦୂର କରିଦେବି, ଆଉ ତୁମକୁ ମୋ ଭକ୍ତ ରୂପରେ ମୁଁ ସ୍ୱୀକାର କରିବି। ଭଗବାନଙ୍କୁ ଏଇ ଯୋଉ ଆଶ୍ୱାସନା, ଯୋଉ ଲାଗେ ନା ମୁଁ କେତେ ବି ଖରାପ କାମ କରିଥିଲେ ବି, ମାଛ ମାଂସ ଏଇସବୁ ଖାଇଥିଲେ ବି ଛୋଟବେଳେ ମୋ ମନରେ ଥିଲା, ଆରେ ମୁଁ ତ ଏତେ ମାଛ ମାଂସ ଖାଇଛି, ମୋ ସାଙ୍ଗସାଥି ମାନଙ୍କ ସାଙ୍ଗରେ ମିଶିକିରି କେତେ ଖରାପ କଥା ମୁଁ ଶୁଣିଛି, ଅଭଦ୍ର ଭାଷା ଶୁଣିଛି, ଗାଳି କରିଛି, ତ ମତେ କଣ ଭଗବାନ, ମୁଁ କଣ ସାଧୁ ହେଲେ ମତେ କଣ ସାଧୁ ରୂପରେ ଭଗବାନ କେବେ ସ୍ୱୀକାର କରିବେ? କିନ୍ତୁ ଯେତେବେଳେ ଏଇ ଶ୍ଲୋକଟା ଶୁଣିଲୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅହମ୍ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି, ମୁଁ ତୁମ ସବୁ ପାପକୁ ଛଡେଇ ଦେବି, ସବୁ ପାପକୁ ଦୂର କରେଇଦେବି, ତୁ କେବଳ ମୋର ଭକ୍ତ ହେଇଯା, ମତେ ଆରାଧନା କର, ମନ ମନ ହବ ମଦ ଭକ୍ତ ମଜ୍ଜା ଜୀବମ୍ ନମସ୍କୁରୁ, ମୋର ଭକ୍ତ ହୁଅ, ମତେ ଆରାଧନା କର, ମତେ ନମସ୍କାର କର। ଏଇ ଶ୍ଲୋକ ଦୁଇଟି ଶୁଣି ମତେ ବହୁତ ଖୁସି ଲାଗିଥିଲା ନିଜକୁ। ମାନେ କେତେ ବର୍ଷରେ ଆପଣ ଇସ୍କନ ଧର୍ମ ଗ୍ରହଣ କଲେ? 21 ବର୍ଷରେ? ମତେ ସେତେବେଳେ 21 ବର୍ଷ ହେଇଥିଲା। 21 ବର୍ଷ ହେଇଥିଲା, ଇସ୍କନ ଧର୍ମ ଗ୍ରହଣ କଲେ, ସମ୍ପୂର୍ଣ୍ଣ ଭାବେ ଘର ତ୍ୟାଗ କରିଦେଲେ। ସେ ସମୟରେ ପାରିବାରିକ ମାହୋଲଟି କେମିତି ଥିଲା? ଗୋଟେ ମା 10 ମାସ 10 ଦିନ ଗର୍ଭରେ ଧରିଛି, ସୁନ୍ଦରିଆ ପୁଅଟେ ଜନ୍ମ କରିଛନ୍ତି, ବଡ଼ ପୁଅଟି ଘରର ଇଞ୍ଜିନିୟରିଂ କରୁଛି, ଇଞ୍ଜିନିୟରିଂରେ ପଇସା ବି ଖର୍ଚ୍ଚ ହେଇଛି, କିନ୍ତୁ ଶେଷରେ ପିଲାଟି ସାଧୁ ହେଇଗଲା। ମାର ମନସ୍ଥିତି ସେତେବେଳେ କେମିତି ଥିଲା? ମା ତ ପ୍ରତି ଘଣ୍ଟାକୁ ଥରେ ସେ ସେନ୍ସଲେସ୍ ହେଇଯାଉଥିଲେ ସେ ସମୟରେ, କାରଣ ସବୁଠାରୁ ଏ ଜଗତରେ ଯାହା କଷ୍ଟର ବର୍ଣ୍ଣନା କରାଯାଇଛି କି ଏ ଜଗତରେ ଯଦି ସବୁଠୁ କଷ୍ଟଦାୟକ ସ୍ଥିତି କିଛି ଥାଏ, ତ ସେଇଟା ହେଉଛି ଯେତେବେଳେ ମା କୌଣସି ସନ୍ତାନକୁ ପ୍ରସବ କରେ। ସେଥିପାଇଁ ଆମ ଓଡ଼ିଆରେ ଗୋଟେ ଢଗ ନାହିଁ, ବନ୍ଧ୍ୟା କି ଜାଣେ ପ୍ରସବ ବେଦନା। 10 ମାସ 10 ଦିନ ରଖି ଗୋଟେ ମୋବାଇଲ ଫୋନ ଯିଏକି ବାହାରୁ ଆମେ କମ୍ପାନୀରୁ କିଣିକି ଆଣିଛେ, ଆମ ପାଖରେ କିଛି ଦିନ ରଖିଛେ ବୋଲି ଆମର କେତେ ଆସକ୍ତି ପଡ଼ିବ, ଟିକେ 5 ମିନିଟ୍ ମୋବାଇଲଟାକୁ ନଦେଲା କୋଉଠି ମୋବାଇଲ ରଖିଥିଲି କି କଣ ହଉଥିବେ କି, କିନ୍ତୁ ଯିଏ 10 ମାସ 10 ଦିନ ପେଟରେ ରଖିଛନ୍ତି, ଧାରଣ କରିଛନ୍ତି ଗର୍ଭରେ, ତାଙ୍କର ବହୁତ ଆସକ୍ତି ଥାଏ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ମାଆକୁ ସବୁଠୁ ଅଧିକା କଷ୍ଟ ହୁଏ ଯେତେବେଳେ ତାର ପୁତ୍ରର ବିୟୋଗ ଘଟେ, ପୁତ୍ର ତା ହାତରୁ ପଳାଏ। ସେଇ ସମୟରେ ସେଇଟା ସ୍ୱତଃପ୍ରବୃତ୍ତ ଭାବରେ ମା ବହୁତ ମନ ଦୁଃଖ କରିଥିଲେ, ମନ କଷ୍ଟ କରିଥିଲେ, କିନ୍ତୁ ଆମେ ତ ଦୃଢ଼ ନିଶ୍ଚୟ କରିଦେଇଥିଲୁ କି ଆମେ ସାଧୁ ହିଁ ହବୁ। ବାପା କଣ କହୁଥିଲେ? ବାପାଙ୍କର ଅବସ୍ଥା ବି ଠିକ ସେୟା ଥିଲା, ବାପା ବି ବହୁତ ମନ ଦୁଃଖ କରିଥିଲେ, ବହୁତ କାନ୍ଦୁଥିଲେ, ଫେରି ଆସିବେ ବୋଲି କହୁଥିଲେ, କିନ୍ତୁ ଆମେ ତ ଥରୁଟିଏ ସମର୍ପଣ ଭଗବାନଙ୍କୁ କରିଦେଇଛୁ, ନିଜ ଜୀବନ ସମର୍ପିତ କରିଦେଇଛୁ, ଆଉ ଫେରିବାର ପ୍ରଶ୍ନ ନାହିଁ। କଥାରେ ଅଛି ସବୁଠୁ ବଡ଼ ଧର୍ମ ହେଉଛି ଗୃହସ୍ଥ ଧର୍ମ, ଯାହା ଆମର ବେଦରେ କୁହେ, ଯାହା ଆମର ଧର୍ମ କୁହେ। ସେ ସମୟରେ କ'ଣ ଜଣେ ଗୃହସ୍ଥ ଧର୍ମରେ ରହି ବା ଘରେ ରହି ମା ବାପାଙ୍କର ସେବା କରି କ'ଣ ଏ ଧର୍ମ ଗ୍ରହଣ କରିପାରିନଥାନ୍ତା? ହଁ, ସାଧାରଣତଃ ଦେଖିବାକୁ ଗଲେ ଭଗବାନଙ୍କର ପ୍ରାୟ ଭକ୍ତ ଗୃହସ୍ଥ। ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ପାଇଥିଲେ, ସେ ତ ଗୃହସ୍ଥ। ଧ୍ରୁବ ମହାରାଜ ଗୃହସ୍ଥ। ବ୍ୟାସଦେବ ଯିଏ ସବୁ ଶାସ୍ତ୍ର ରଚନା କରିଛନ୍ତି ସେ ତ ନିଜେ ଗୃହସ୍ଥ ଥିଲେ। ତେବେ ତ ସାଧାରଣତଃ ଦେଖିବାକୁ ଗଲେ ଗୋଟେ ଲଜିକ୍ ପଏଣ୍ଟ ଅଫ ଭ୍ୟୁରୁ ଦେଖିଲେ ସମସ୍ତଙ୍କର, ଏଇଟା ମୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣ କହୁନି, ଗୋଟେ ସାଧାରଣତଃ ଭାବେ ଜେନେରାଲି ଆପଣ ପଚାରିଲେ ବୁଝିବା ପାଇଁ କହୁଛି, ସମସ୍ତଙ୍କର ଗୋଟେ ସାଇକୋ ଫିଜିକାଲ ନେଚର ଥାଏ,
ବୁଝିପାରୁଛନ୍ତି ତ? କିଛି ଲୋକଙ୍କୁ ଭଲ ଲାଗେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ, କିଛି ଲୋକମାନଙ୍କର ଗୋଟେ ଥାଏ ସଂସାର ଦଶା, କିଛି ଲୋକଙ୍କର ସଂସାର ଦଶା ଥାଏ, କିଛି ଲୋକଙ୍କର ସଂସାର ଦଶା ନଥାଏ। ଯାହାର ସଂସାର ଦଶା ନାହିଁ ତାକୁ ଯଦି ଆପଣ ଜୋର ଜବରଦସ୍ତି ସଂସାରରେ ବାନ୍ଧି ରଖିବେ, ତା ପାଇଁ ସଂସାର ଦଶାରେ ରହି ଭଗବାନଙ୍କୁ ଭକ୍ତି କରିବା କଷ୍ଟପୂର୍ଣ୍ଣ ରହିବ। ଯାହାର ସ୍ୱତଃପ୍ରଭୁତ ଭାବେ ଭଗବାନଙ୍କ ଚରଣରେ ହିଁ ମନ ଲାଗୁଛି, ସ୍ୱତଃପ୍ରଭୁତ ଭାବେ ସଂସାରରେ ତାର ଆସକ୍ତି ନାହିଁ, କୌଣସି ବି ନାରୀ ପ୍ରତି ତାର ଆସକ୍ତି ମନୋଭାବ ହଟୁନି, ଯଦି ସେ ବଳପୂର୍ବକ ତାକୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ, କେବଳ ଗୋଟିଏ ଝିଅର ହିଁ ଜୀବନଟା ବର୍ବାଦ ହେବ। ସବୁ ପରେ ପ୍ରଭୁଜୀ ମା ଜଣକ ଜନ୍ମ କରି କଣ ପାଇଲେ? ହଁ, ଏଇଟା ସବୁଠୁ ବଡ଼ ପ୍ରଶ୍ନ ଯାହା ଆସେ। କିନ୍ତୁ କେବେ ଅନୁତାପ କରିଛନ୍ତି ଭୁଲ କରିଛନ୍ତି ବୋଲି କେତେବେଳେ ଆପଣ? ନା, ଭୁଲ ନୁହେଁ, ଏଇଟା ଗୋଟେ ଟେମ୍ପରାରୀ ଅଜ୍ଞାନତା ଯୋଗୁଁ ଆସେ, ଯେହେତୁ ଆମ ପାଖରେ ଗୋଟେ ବ୍ରଡର ଭିଜନ ନାହିଁ। ସନାତନ ଧର୍ମରେ ଏଇ ଯୋଉ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବାର, ସାଧୁ ସନ୍ଥ ହେଇଯିବାର ଯୋଉ ପ୍ରଥା ରହିଛି, ଏଟା ତ କେବେ ଭୁଲ ହେଇନଥିବ ନା। ଆମର ବୁଝିବାରେ କୋଉଠି ଭୁଲ ରହୁଛି କି ଜଣେ ବ୍ୟକ୍ତି ବାପା ମାଙ୍କୁ ଛାଡ଼ି ଦେଇ ପଳେଇଲା, ସାଧୁ ହେଇଗଲା, ସନ୍ଥ ହେଇଗଲା। କିନ୍ତୁ ଜଣେ ସାଧୁ ତା ପିତାମାତାକୁ, ତା ମାଆକୁ ଛାଡ଼େନି। ପ୍ରକୃତରେ ଏଇ ଯୋଉ ସନାତନ ଧର୍ମର ଏଇ ଯୋଉ ରୀତିନୀତି ଅଛି କି ଜଣେ ସାଧୁ ହବ, ଜଣେ ଗୃହସ୍ଥ ଧର୍ମ ନ ପାଳନ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବ, ଏଥିରେ କୌଣସି ଦୋଷ ନାହିଁ। ଯେହେତୁ ଆମ ପାଖରେ ଗୋଟେ ବ୍ରଡର ଭିଜନ ନାହିଁ, ସେଥିପାଇଁ ଆମେ ଜାଣିପାରୁନା। ଭୁଲର କୌଣସି ପ୍ରଶ୍ନ ଆସୁନି, କାରଣ ଯେମିତି ଆମର ଏବେ ଯିଏ ମା ଅଛନ୍ତି, ଆମର ଯିଏ ବାପା ମା ଅଛନ୍ତି, ପୂର୍ବ ଜନ୍ମରେ ସେ ଆଉ ବି କାହାର ବାପା ମା ଥିବେ, ତା ପୂର୍ବ ଜନ୍ମରେ ସେ ଆଉ ବି କାହାର ବାପା ମା, ମଣିଷ ଜନ୍ମ ବି ନଥାଇ ମଣିଷ ଜନ୍ମ ନଥାଇପାରେ, ଅଲଗା କୋଉ ପଶୁ ପକ୍ଷୀ ଜନ୍ମରେ ଥିବେ। କାରଣ ଗଙ୍ଗାମ ବି ବାଲୁକାମ, ଏମିତି ଶାସ୍ତ୍ରରେ କୁହାଯାଇଛି। ସିଧା ଆପଣ କହୁନାହାନ୍ତି ମା କଣ ପାଇଲେ? ତ ଏତେ ଜନ୍ମ ହେଲା, ସେମାନେ ଏମିତି କେତେ କୋଟି କୋଟି ସନ୍ତାନ ଜନ୍ମ କରି ସାରିଲେଣି, କିନ୍ତୁ କୌଣସି ବି ସନ୍ତାନ ତାଙ୍କୁ ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର କରିପାରିନାହାନ୍ତି। କିନ୍ତୁ ଆଜି ଏଇ ଜନ୍ମରେ ସେ ଆମକୁ ଯୋଉ ଜନ୍ମ ଦେଇଛନ୍ତି, ଏ ଯୋଉ କଷ୍ଟ, ପୁତ୍ର ଆମେ କହୁଛେ ନା, ପୁତ୍ର ଶବ୍ଦର ଅର୍ଥ କଣ? ପୁତ୍ର କାହିଁକି କୁହାଯାଏ? ପୁତ ନାମ ନରକ ଯସ୍ମାତ୍ ତସ୍ମାତ୍ ତ୍ରାୟତେ ପୁତ୍ର ଇତି ଅବିଧୀୟତେ। ଯିଏ ତା ବାପା ମାଙ୍କୁ ପୁତ ନାମକ ନରକରୁ ଉଦ୍ଧାର କରି ଭଗବାନଙ୍କ ନିକଟରେ ପହଞ୍ଚେଇ ପାରେ, ସିଏ ହଉଛି ପୁତ୍ର। ନହେଲେ ପୁତ୍ର ମୂତ୍ରବତ୍ ଉଚ୍ଚରିତମିବ ଶାସ୍ତ୍ରରେ କୁହାଯାଇଛି। ପୁତ୍ର ଆଉ ମୂତ୍ର ଭିତରେ କୌଣସି ସମ୍ପର୍କ, କୌଣସି ପ୍ରଭେଦ ନାହିଁ। ପୁତ୍ର ଯେଉଁ ଜାଗାରୁ ବାହାରେ ମାର, ମୂତ୍ର ବି ସେଇ ଜାଗାରୁ ମାର ବାହାରେ। କିନ୍ତୁ ମୂତ୍ର ପୁତ୍ର ପୁତ୍ର ଆଉ ମୂତ୍ର ଭିତରେ ଫରକ କଣ? ସେ ପୁତ୍ର ମାକୁ ଭଗବାନଙ୍କ ନିକଟରେ ପହଞ୍ଚେଇ ପାରିବ। ମାର ଯେତେ ସବୁ ପୂର୍ବ ଜନ୍ମର ପ୍ରତିକ୍ରିୟା ଅଛି, ତାକୁ ନଷ୍ଟ କରି ଭଗବାନଙ୍କ ଚରଣରେ ତାକୁ ଶରଣାପନ୍ନ କରିପାରିବ। ଯଦି ସେଇଟା ସେ କରେଇ ପାରିଲା, ସିଏ ହିଁ ତାର ଅସଲ ପୁତ୍ର ହବ। ନହେଲେ ଶାରୀରିକ ସୁଖ ତ ସମସ୍ତେ ଦେଇପାରିବେ, ମା ପାଇଁ ଟିଭି କିଣି ଆଣିପାରିବେ, ଫ୍ରିଜ୍ କିଣି ଆଣିପାରିବେ, ବୋହୂ ଆଣିପାରିବେ, ତାକୁ ଘର କାମ করে ସହଯୋଗ କରିଦେବେ, ଏମିତି ତ ବହୁ ଜନ୍ମରେ ତାର ପୁତ୍ର ତା ପାଇଁ କରିଛନ୍ତି। କିନ୍ତୁ ଏହା ଦ୍ୱାରା କ'ଣ, ସେ ଆହୁରି ବି ସଂସାର ଜଞ୍ଜାଳରେ ବ୍ୟକ୍ତି ବାନ୍ଧି ହେଇ ଚାଲିବ। କିନ୍ତୁ ଜଣେ ଯଦି ଯେତେବେଳେ ଜଣେ ସାଧୁ ହେଇଯାଉଛି, ପ୍ରହ୍ଲାଦ ମହାରାଜ ଯେମିତି ନୃସିଂହଦେବ କହିଲେ କି ତୁମର ତ୍ରିସପ୍ତଭି, ତୁମର କେବଳ ବାପା ମା ନୁହେଁ, ତୁମର 7 ପୁରୁଷ ଉଦ୍ଧାର ପାଇଗଲେ। ତ ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଭକ୍ତ ହୁଏ, ସେ ବାପା ମାଙ୍କ ଉପରେ କଲ୍ୟାଣ କରେ, କିନ୍ତୁ ଗୋଟେ ଟେମ୍ପରାରୀ ଟାଇମ୍ ପିରିୟଡ଼ ପାଇଁ ଲାଗେ କି ଆମ ପୁଅ ଆମକୁ ଠକି ଦେଇ କୁଆଡ଼େ ପଳେଇଲେ। କିନ୍ତୁ ଗୋଟେ ବ୍ରଡର ଭିଜନ ଦେଖିବାକୁ ଗଲେ, ଏବେ ପୁତ୍ର ଠକିକିରି ବାହାରକୁ ଯାଇକିରି କୌଣସି ଖରାପ କାମରେ ଲିପ୍ତ ନାହାନ୍ତି, ସାଧୁ ସନ୍ଥ ହିଁ ହେଇଛନ୍ତି, ତାଙ୍କର ହିଁ ମଙ୍ଗଳ ପାଇଁ। ସେମାନେ ଭକ୍ତି ନ କଲେ ବି ସେ ଭଗବାନଙ୍କୁ ପ୍ରାପ୍ତ ହେବେ। ଏବେ ବାପା ମା ଆସୁଛନ୍ତି ଆପଣଙ୍କୁ ଦେଖା କରିବା ପାଇଁ? ହଁ, ମା ତ ଆସେ, ମା ତ ବହୁତ ଖୁସି। ଏବେ ମା ବୁଝିଗଲେଣି? ମା ଏବେ ଖୁସି, ମାନେ ଗର୍ବ ଅନୁଭବ କଲେଣି କି ନାଇଁ ମୋ ପୁଅ ଠିକ ବାଟରେ ଅଛନ୍ତି। ଟିକେ କଲେଜ ଲାଇଫ କି ଟିକେ ଯିବା। ସୁନ୍ଦର ଆପଣ ଦେଖିବାକୁ ଥିଲେ, ଭଲ ପାଠ ମଧ୍ୟ ପଢୁଥିଲେ। ଏଇ ଯୋଉ ଭ୍ୟାଲେଣ୍ଟାଇନ ଡେ ଫେ ସବୁ ବନା ହୁଏ, ସେତେବେଳେ ଝିଅ ମାନେ ଆପଣଙ୍କୁ ପ୍ରପୋଜ କରିନଥିଲେ ନା? ପ୍ରପୋଜ ଯୋଉମାନେ କରୁଥିଲେ ଆପଣ କହିଥିଲେ ରେ ମୋର ତ ସାଧୁ ହବାର ଅଛି, ମତେ ପ୍ରପୋଜ କରନା। ଏଇ ଇନସିଡେଣ୍ଟ ନିଶ୍ଚିନ୍ତ ଘଟିଥିବ, କାରଣ କଲେଜ ଲାଇଫରେ ସମସ୍ତଙ୍କ ଜୀବନରେ ସବୁ ଘଟେ। କଣ ସେ ଇନସିଡେଣ୍ଟ ସବୁ ଥିଲା? ସେମିତି ଦେଖିବାକୁ ଗଲେ, ପ୍ରକୃତରେ ଫ୍ରାଙ୍କଲି କହିବାକୁ ଗଲେ, ଛୋଟବେଳୁ ଆଗରୁ ଆମ ସମାଜରେ ଏଭଳି, କାରଣ ଏଇସବୁ ଜିନିଷ ଗୁଡ଼ା ଏବେ ଜଷ୍ଟ ରିସେଣ୍ଟ 10 years ଭିତରେ ଏଗୁଡ଼ା ସବୁ ଇଣ୍ଟ୍ରୋଡ୍ୟୁସ୍ ହେଇଛି। ବେଶୀ କରି ଆର ଯେତେବେଳେ ଇଣ୍ଟରନେଟ୍ ଆସିଗଲା, ମୋବାଇଲ ଆସିଗଲା,
ତ ଏଇ ଯୋଉ ବିପରୀତ ଆକର୍ଷଣ ଗୋଟେ ନା ପୁରୁଷର ନାରୀ ପ୍ରତି ଆକର୍ଷଣ, ନାରୀର ପୁରୁଷ ପ୍ରତି ଆକର୍ଷଣ ବଢିଗଲା। ବହୁତ ମାତ୍ରାରେ ବଢିଗଲା, ଯୋଉଟା କି ଆଦୌ ଭଲ ନୁହେଁ। ତାଙ୍କର ହିଁ ଜୀବନ ବର୍ବାଦ ହବ। କିନ୍ତୁ ପୂର୍ବ କାଳରେ ଏତେ ନଥିଲା। ମୋର ଯାହା ଜ୍ଞାତବ୍ୟ ଭିତରେ ମୁଁ କହୁଛି, ମୋର ଯେତିକି ମୋର ମନେ ପଡୁଛି, ପୂର୍ବରୁ ଏସବୁରେ କିଛି ନଥିଲା। ଆପଣଙ୍କୁ ମୁଁ ଫ୍ରାଙ୍କଲି କହିବାକୁ ଚାହୁଁଛି, ସପ୍ତମ କ୍ଲାସ ଯାଏ, 7th କ୍ଲାସ ଯାଏ, ମାନେ ଏ କନସେପ୍ଟ ହିଁ ମତେ ଜଣା ନଥିଲା କି ନାରୀ ପୁରୁଷର ସଙ୍ଗମ ଫଳରେ ହିଁ ପୁତ୍ର ସନ୍ତାନ ଉତ୍ପନ୍ନ ହୁଏ ବୋଲି। ଛୁଆମାନେ ସେତେବେଳେ ପ୍ରାୟତଃ ଜାଣନ୍ତିନି। ଏବେ ସପ୍ତମ ହୁଏତ କ୍ଲାସ ଯାଏ ଜାଣିପାରିବେ। ମତେ ଲାଗୁଥିଲା କି ବୋଧେ ବିବାହ ସମୟରେ ନନା ଏଭଳି କିଛି ମନ୍ତ୍ର ପଢୁଛି ଯାହା ପାଇଁ ପୁତ୍ର ମାନେ ଏଇଟା ଯେତେବେଳେ ଯେଉଁ ସମୟରେ ମୁଁ ଭୁବନେଶ୍ୱର ଆସିଲି, 8th କ୍ଲାସରୁ ମୁଁ ଭୁବନେଶ୍ୱର ଆସିଲି, ବାପା ନେଇକି ଆସିଲେ ପଢିବା ପାଇଁ ଏଠିକି, ସେଇ ସମୟରେ ମତେ ଲାଗେ, ସେଇ ସମୟରେ ପିଲାମାନେ ସବୁ ଭୁବନେଶ୍ୱର ସିଟି, ଭୁବନେଶ୍ୱରର କଲଚର ଯାହା, ସେ ପିଲାମାନଙ୍କର ସାଙ୍ଗରେ ମିଶିକିରି ଆମକୁ ଲାଗିଲା ଆରେ ଏତେ ସବୁ। ଆଉ ମତେ ଛୋଟବେଳେ ଏସବୁ ଖରାପ ଲାଗେ, ବହୁତ ଖରାପ ଲାଗେ। ମୁଁ ଯେତେବେଳେ ପ୍ରଥମ ଥର ପାଇଁ ଶୁଣିଲି ଶାରୀରିକ ସମ୍ପର୍କ ରଖିବା ପରେ ବହୁତ ମାନେ ଘୃଣା ଲାଗେ। କେମିତି କଣ ପାଇଁ ଲାଗେ ମୁଁ ଜାଣିନି, କିନ୍ତୁ ବହୁତ ଭିତରୁ ଗୋଟେ ଘୃଣ୍ୟ ଭାବ ଆସେ ଏସବୁ ପ୍ରତି। ସେଇ ଯୋଉ କଲେଜ ଲାଇଫ ର ତାପରେ କିନ୍ତୁ ଯେତେବେଳେ ଭୁବନେଶ୍ୱର ଆସିଲୁ, ଭୁବନେଶ୍ୱର ପିଲାମାନଙ୍କ ସାଙ୍ଗରେ ମିଶିଲୁ, ତାପରେ ସେମିତି ତ ଭଗବାନ ସବୁବେଳେ ତାଙ୍କ ଭକ୍ତଙ୍କୁ ସୁରକ୍ଷା ଦିଅନ୍ତି। ଆପଣ ସୁରକ୍ଷା ଦେଇଛନ୍ତି। ଭଗବାନ ସବୁବେଳେ ପାଇଁ ତାଙ୍କ ଭକ୍ତଙ୍କୁ ଯେକୌଣସି ସ୍ଥିତିରେ ବି ସୁରକ୍ଷିତ କରିକି ରଖନ୍ତି। ତ ଷ୍ଟାର୍ଟିଂରେ ତ ଆମେ ବଏଜ ହାଇସ୍କୁଲରେ ପଢିଥିଲୁ, ତ ସେ ସମୟରେ କୌଣସି ନାରୀଙ୍କ ସହିତ କୌଣସି ପ୍ରକାର ବାର୍ତ୍ତାଳାପ କରିବାର ଆମକୁ ସୁଯୋଗ ମିଳିନି। ତାପରେ କଲେଜ ଲାଇଫରେ ବି ଗୋଟେ ସ୍ପଣ୍ଟାନିୟସ୍ ସେଞ୍ଚୁରିଆନରେ ବୋଧେ ପଢୁଥିଲେ। ସେଞ୍ଚୁରିଆନ ୟୁନିଭର୍ସିଟି, ସେଞ୍ଚୁରିଆନ ବଡ ୟୁନିଭର୍ସିଟି ସେତେବେଳେ ଥିଲା। ମାନେ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ରେ ଆପଣ ଯେତେବେଳେ ପଢୁଥିଲେ, ସେତେବେଳେ ଝିଅମାନେ ମଧ୍ୟ ପଢୁଥିଲେ, ସ୍ୱାଭାବିକ ଜିନିଷ ଗୋଟେ। ତ ସେତେବେଳେ ଶରୀର ଅଛି ମାନେ ଆକର୍ଷଣ ତ ଆସିବ, ଆସିଛି। କିନ୍ତୁ ଆମେ ସାଇମଲ୍ଟେନିୟସଲି ଗୀତା ଭାଗବତ ସେତେବେଳେ ଅଧ୍ୟୟନ କରିବା ଆରମ୍ଭ ହେଇଯାଇଥିଲା। ଆଚ୍ଛା, ଇଞ୍ଜିନିୟରିଂ ବେଳେ। ଇଞ୍ଜିନିୟରିଂ ଟାଇମରେ ତ ଆକର୍ଷଣ ଆସେ ସତ, କିନ୍ତୁ ଲାଗେ ଏଟା ଭୁଲ। ଭିତରୁ କେହି ଜଣେ ପୁରା ମାନେ ଜୋର ଜୋର କରେ, ଏଇଟା ଯାହା ତୁ ଭାବୁଛୁ ଏଟା ଭୁଲ ଭାବୁଛୁ, ଭୁଲ ଭାବୁଛୁ, ଭୁଲ ଭାବୁଛୁ। ମଣିଷ ଜୀବନର ଲକ୍ଷ୍ୟ ହଉଛି ଭଗବାନଙ୍କୁ ପାଇବା। ଏସବୁ ଭୁଲ ଜିନିଷ, ଏସବୁ ଭୁଲ ଜିନିଷ, ଭୁଲ ଜିନିଷ। ମୁଁ ଦେଖେ ମୋର ଆଖି ଆଗରେ ମୋରି ସାଙ୍ଗ ପିଲାମାନେ ସବୁ ଖରାପ କାମ କରନ୍ତି। ନାଇଁ, ସେଇ ଇନସିଡେଣ୍ଟ ହେଇଛି କି ଆପଣ? ନା, ସେଇ ହେଇଥିବ, ଇନସିଡେଣ୍ଟ ଆପଣ କେବେ, କହିବେ ନାଇଁ ମୋର ଏସବୁ ଯିବାର ନାହିଁ, ମୋର ତ ସାଧୁ ହବାର ଅଛି। ନା ଏମିତି ସେଇ କିଛି ଇନସିଡେଣ୍ଟ ଆଜି ଘଟିନି। ପର୍ଯ୍ୟନ୍ତ କେବେ ହେଇନି। କୌଣସି ନାରୀ ଆସି ଆମକୁ କହିଛନ୍ତି ଆମେ ଆପଣଙ୍କ ଜୀବନ ସାଥୀ କରିବାକୁ ଚାହୁଁଛୁ, ଏମିତି କେବେ ହେଇନି। ଆପଣ ଆଉ ଗୋଟେ ପ୍ରସଙ୍ଗ ମଧ୍ୟ ରଖିଛନ୍ତି କି ବେକରେ ତୁଳସୀ ମାଳ, ତିଳକ, ଧୋତି ପିନ୍ଧିଲେ ଯେ ସେ କେବଳ ଜଗନ୍ନାଥ ଭକ୍ତ ହେଇପାରିବେ। ଏ କଥା ଆପଣ ୟୁଟ୍ୟୁବରେ ଅନେକ ବାର କଥା କହୁଛନ୍ତି। ସାଧାରଣ ଲୋକଟିଏ ଯଦି ଏସବୁ ନ କଲା, ସେ କ'ଣ ଭକ୍ତ ହେଇପାରିବନି? ଦେଖନ୍ତୁ, ହୃଦୟ ଭିତରେ ତ ସମସ୍ତଙ୍କ ଭକ୍ତି ଅଛି, କିନ୍ତୁ ଯେମିତି ଆପଣ ଯଦି ପ୍ରଶ୍ନ କରିବେ, ଜଣେ ଭାବନ୍ତୁ ଜଣେ ଡିଏଭି ସ୍କୁଲରେ ପିଲାଟା ପଢୁଛି, ସିଏ ଖାଲି କ'ଣ ମୁଁ ୟୁନିଫର୍ମଟା ପିନ୍ଧିକିରି ଆସିଲେ ହିଁ ସ୍କୁଲରେ ପଢିବି, ନହେଲେ ମୁଁ ଆସିବିନି ୟୁନିଫର୍ମ ପିନ୍ଧିକିରି। ପୋଲିସ କହିବ ନାଇଁ କ'ଣ ଖାଲି ମୁଁ ତ ଜାଣିଛି ଗୁଳି ଚଲେଇବା ଜାଣିଛି, ଆର୍ମିରେ ଯେ ବର୍ଡରରେ ଚାକିରି କରୁଛନ୍ତି, ସିଏ କ'ଣ ମୋର ୟୁନିଫର୍ମ ପିନ୍ଧିବା କଥା? ମୁଁ ଗୁଳି ମାର ଜାଣିଛି, ମୁଁ ମୋର ଲୁଚିକି ରହିବି, ଗୁଳି ମାରିବି। ବଡ ଡିପ୍ଲୋମାଟିକ ଆନ୍ସରଟି ଦେଲେ। ତ ୟୁନିଫର୍ମ ଏଟା ଗୋଟେ ଡ୍ରେସ୍ କୋଡ୍। ଆପଣ ଧୋତି ପିନ୍ଧିକିରି, ଧୋତି କୁର୍ତ୍ତା ପିନ୍ଧିକିରି ଯାଇକିରି, ଏମିତି ଧୋତି କୁର୍ତ୍ତା ଗେରୁଆ ବସ୍ତ୍ର ପିନ୍ଧିବେ ଯାଇକି ଝିଅଙ୍କୁ ଲାଇନ୍ ମାରିବେ? ପବ୍ଲିକଲି କେବେ ଆପଣ କରିପାରିବେ ଏଟା? ବାହାରେ ଠିଆ ହେଇକି କୋଉଠି ମାଛ ମାଂସ ଖାଇପାରିବି, କୋଉଠି ସାଙ୍ଗସାଥିଙ୍କ ସାଙ୍ଗରେ ଠିଆ ହେଇକିରି ଗପସପ କରିପାରିବେ? ସବୁବେଳେ ଗୋଟେ ହୃଦୟ ଭିତରେ ଆସିବ, ନାଇଁ ମୁଁ ଅଲଗା, ସମସ୍ତଙ୍କ ଠାରୁ ମୁଁ ଅଲଗା, ସମସ୍ତଙ୍କ ଠାରୁ ମୁଁ ଅଲଗା। ଅନେକ ସାଧୁ ଗେରୁଆ ବସ୍ତ୍ର ପିନ୍ଧି ଅନେକ ଭ୍ରଷ୍ଟାଚାର କେସରେ ଜେଲରେ ଅଛନ୍ତି। ଭ୍ରଷ୍ଟାଚାର ସେଇଟା ତ ଯିଏ ସେଟା ଗେରୁଆ ବସ୍ତ୍ର ପିନ୍ଧୁଛନ୍ତି ଏସବୁ କାମ କରିବା ପାଇଁ, କାରଣ ଲୋକମାନେ ଭାବିବେ ଶାସ୍ତ୍ରରେ ଲେଖା। ସେ ଜାଗାରେ ପ୍ରାଣେଶ୍ୱର କୃଷ୍ଣ ଦାସ କେତେ ଭିନ୍ନ। ସେମିତି ତ ଆମର ଯେମିତି ଆମର ସଂସ୍ଥା ଭିତରେ, ଗୌଡୀୟ ବୈଷ୍ଣବ ଆମର ସମ୍ପ୍ରଦାୟ ଭିତରେ ସବୁବେଳେ ସାଧୁକୁ ତାର ସ୍ଥିତିକୁ ବଜାୟ ରଖିବା ପାଇଁ ସବୁବେଳେ କୁହାଯାଏ, ସାଧୁ ସାବଧାନ, ସାଧୁ ସାବଧାନ, ସବୁବେଳେ ପାଇଁ ଚେତନା ମାନେ ସଚେତନ କରାଇ ଦିଆଯାଏ। ଏଇସବୁ ଯେମିତି ଶିଳ ପ୍ରଭୁପାଦ ତାଙ୍କର ଭାଗବତମର ଏକ ଭାବାର୍ଥରେ ଲେଖିଛନ୍ତି କି ଇଫ୍ ୟୁ ହାଭ୍ ସେକ୍ସ ଡିଜାୟାର ଇନ୍ ୟୋର୍ ମାଇଣ୍ଡ ଦେନ୍ ଡୁ ନଟ୍ ଆକ୍ସେପ୍ଟ ଦିସ୍ ରିନାଉନ୍ସ ଅର୍ଡର ଅଫ୍ ଲାଇଫ୍। କି ଯଦି ତୁମ ମନ ଭିତରେ ଶାରୀରିକ ସଙ୍ଗ କରିବାର, ନାରୀ ସହିତ ସମ୍ପର୍କ ରଖିବାର କୌଣସି କିଞ୍ଚିତ ମାତ୍ର ବି ଇଚ୍ଛା ଅଛି, ତାହେଲେ ନାଲି ବସ୍ତ୍ର ପିନ୍ଧନା। ପ୍ରଭୁପାଦ ଏମିତି କୁହନ୍ତି। ଆପଣଙ୍କ ଯେଉଁମାନେ ଇସ୍କନ ଧର୍ମାବଲମ୍ବୀ ସବୁ ଦେଖାଉଛି, ୟଙ୍ଗ ଜେନେରେସନ୍ ହୁଅନ୍ତୁ ବା ପିଲାମାନେ ହୁଅନ୍ତୁ ବା ପୁରୁଷ ସମ୍ପ୍ରଦାୟର ହୁଅନ୍ତୁ,
ସେଠି ଗୋଟେ ଝିଅଟିଏ ବା ଗୋଟେ ନାରୀଟିଏ ଆସିଲା, ଆପଣଙ୍କ ଧର୍ମ ତାଙ୍କୁ ଭଲ ଲାଗିଲା, ସେ କ'ଣ ଦୀକ୍ଷା ନେଇପାରିବେନି? ହଁ, ଦୀକ୍ଷା ନେଉଛନ୍ତି, ନାରୀମାନେ ଦୀକ୍ଷା ନେଉଛନ୍ତି। କିନ୍ତୁ ପ୍ରଚାରକ କେହି ସେମିତି ନାରୀ ପ୍ରଚାରକ ନାହାନ୍ତି ଆପଣଙ୍କର ବି। ଆପଣଙ୍କର ଯେଉଁ ସବୁ ବଡ଼ ବଡ଼ କାର୍ଯ୍ୟକ୍ରମ କରାହେଉଛି, ଗୋଟେ କୋଉ ନାରୀଟିଏ ଏ ପ୍ରକାର ଡ୍ରେସ୍ କୋଡ୍ ନା ଗିର୍ଭବସ୍ତ୍ର ପିନ୍ଧି ପାରିବେନି। ବ୍ରହ୍ମଚର୍ଯ୍ୟ ବ୍ରତ କେହି କାହାକୁ ଧାରଣ କରିବା ପାଇଁ କୁହାଯାଏନି, ମାନେ ନାରୀମାନଙ୍କୁ କୁହାଯାଏ ନାହିଁ। କାହିଁକି? ନା କୁହାଯାଉଛି ନାରୀ ହେଉଛି ନାରାୟଣୀ, ମାନେ ସହନ ଶକ୍ତିର ସେ ଅଧିକାରିଣୀ। ନାରୀମାନଙ୍କୁ ନେଇ ବହୁତ କିଛି କଥା କୁହାଯାଇଛି, କିନ୍ତୁ ଆପଣଙ୍କ ଧର୍ମ ଏସବୁରୁ କାହିଁ ବିଚ୍ୟୁତ? ଏଇଥିପାଇଁ କି ବିଚ୍ୟୁତ, ମୀରା କୃଷ୍ଣଙ୍କର ବଡ଼ ଭକ୍ତ ଥିଲେ, ଶହ ଶହ ଗୋପୀମାନେ ବି କୃଷ୍ଣଙ୍କର ଥିଲେ, ଯେଉଁମାନେ କୃଷ୍ଣଙ୍କୁ ଭଲ ପାଉଥିଲେ, କୃଷ୍ଣଙ୍କର କଥା ସେମାନେ ଶୁଣୁଥିଲେ, ବଂଶୀବାଦରେ କୁଞ୍ଜବନ ପୁରୀ ଉଠୁଥିଲା, ଏସବୁ ହେଉଥିଲା। କିନ୍ତୁ ଯେଉଁ କୃଷ୍ଣଙ୍କର ମହାତ୍ମ୍ୟ କଥା ପାଇଁ ଇସ୍କନର ଆଭିମୁଖ୍ୟ ଅଛି, କିନ୍ତୁ ସେଇ ଆଭିମୁଖ୍ୟ ଭିତରେ ନାରୀଟିଏ ନାହିଁ। ନାରୀ ନାହିଁ ବୋଲି ସେମିତି କିଛି ନାହିଁ। ଆମର ସୋସାଇଟିରେ ନାରୀମାନେ ଅଛନ୍ତି, ସେମାନେ ଦୀକ୍ଷା ଗ୍ରହଣ କରୁଛନ୍ତି, ଭକ୍ତି ଯାଜନ କରୁଛନ୍ତି। କିନ୍ତୁ ଯେଉଁଟା ଆପଣ ପ୍ରଶ୍ନ କରୁଛନ୍ତି କି ନାରୀମାନଙ୍କୁ ଆମର ସଂସ୍ଥା ଭିତରେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଏ ନାହିଁ, କି ସେମାନେ ଯେମିତି ଆମେମାନେ ଘରଦ୍ୱାର ଛାଡ଼ି ସବୁଦିନ ପାଇଁ ଆସି ମନ୍ଦିରରେ ରହୁଛୁ, ଭଗବାନ ସେବା କରୁଛୁ, ଆ ପାଇଁ ତାଙ୍କୁ ଅନୁମତି ଦିଆଯାଏ ନାହିଁ। ନାରୀଟି ଯଦି ଚାହିଁବ ନାହିଁ ମୁଁ ଆସି ମାନେ ଭଗବାନଙ୍କର ସେବା କରିବି, ନା, ସେମିତି ଶାସ୍ତ୍ରରେ ଅନୁମୋଦିତ କରାଯାଇ ନାହିଁ। ଶାସ୍ତ୍ରରେ ବିଶେଷ କରି କଳିଯୁଗରେ ତ ନାରୀମାନଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବା ପାଇଁ କୁହାଯାଏ ନାହିଁ। ଶାସ୍ତ୍ରରେ ଏଭଳି ଅନୁମୋଦିତ ଅଛନ୍ତି କି ବିନାଶ୍ରୟନ ବର୍ତ୍ତନ୍ତେ କବିତା ବନିତା ଲତା, କି ଯଦି ଏଇ ତିନିଟି ବସ୍ତୁକୁ ଆଶ୍ରୟ ନ ମିଳେ ମାନେ ଭ୍ରଷ୍ଟ ହେଇଯିବେ। ପ୍ରଥମେ ହେଉଛନ୍ତି କ'ଣ? କବିତା। ଯେମିତି କବିତା ବା କୀର୍ତ୍ତନ ଆପଣ କଲେ ବା ଗୋଟେ ଗୀତ ଗାଇଲେ, ଆପଣଙ୍କର ବ୍ୟାକଗ୍ରାଉଣ୍ଡରେ ଯଦି ଆପଣଙ୍କୁ ଆଶ୍ରୟ ନ ମିଳିଲା, ମ୍ୟୁଜିକ୍ର ଗୋଟେ ଆଶ୍ରୟ ନ ମିଳିଲା, ଯଦି କେହି ଆପଣଙ୍କର ବାଦନ ନ କଲେ, ଆପଣ ଅଧିକା ସମୟ ଯାଇ ଗାଇପାରିବେନି, କି ଆପଣଙ୍କୁ ବି ସେତେ ଗୋଟେ ଫିଲିଙ୍ଗସ୍ ଆସିବନି। ତ କବିତା ବି ଯେଉଁଟା ଲେଖାଯାଉଛି, ଆପଣ ଜଣେ ଗୋଟେ କବିତା ଲେଖିବେ, ତ ଯଦି ଆପଣ ପଦ ଛିଣ୍ଡେଇ ନ ପାରିଲେ କବିତା ଆଗକୁ ବଢ଼ି ହିଁ ପାରିବନି। କି ଗୀତ ଗାଇଲା ବେଳେ ବି ଯଦି ବ୍ୟାକଗ୍ରାଉଣ୍ଡରେ ମ୍ୟୁଜିକ୍ ନ ବାଜିଲା, ଆପଣ ଗୀତ ଗାଇ ହିଁ ପାରିବେନି। କବିତା, ଲତା, ଯେଭଳି କୌଣସି ବି ଲତା ମାଡ଼ିବାକୁ ହେଲେ ତାକୁ ଗୋଟେ ସପୋର୍ଟ ଦରକାର, ଯାହାଫଳରେ ସେ ମାଡ଼ି ମାଡ଼ି ଉପରକୁ ଯିବ। ଯଦି ତାକୁ ସପୋର୍ଟ ମିଳିଲାନି, ଉପରକୁ ହିଁ ଯାଇପାରିବନି। ତ ସେମିତି ବନିତା ମାନେ ନାରୀକୁ ବି ସବୁବେଳ ପାଇଁ ମନୁବାଦୀ ଧର୍ମଶାସ୍ତ୍ରରେ ଏହା ହିଁ ପ୍ରଣୟନ କରାଯାଇଛି। ନାରୀର ପ୍ରତ୍ୟେକଟି ଅବସ୍ଥାରେ ତାକୁ ଜଣେ ସୁରକ୍ଷା ଦେଇକି ରଖିବା ଦରକାର। ଯେଭଳି ତାର ପ୍ରାରମ୍ଭିକ ସମୟରେ ସିଏ ବାପା ଦ୍ୱାରା ସୁରକ୍ଷିତ ହେବା ଦରକାର, ଯେତେବେଳେ ଟିକେ ବଡ଼ ହେଇଯିବ ଭାଇ ଦ୍ୱାରା ସୁରକ୍ଷିତ ହେବା ଦରକାର, ଯେତେବେଳେ ସେ ବିବାହ କରିବ ସ୍ୱାମୀ ଦ୍ୱାରା ସୁରକ୍ଷିତ ହେବା ଦରକାର, ଆଉ ତାର ବୃଦ୍ଧ ଅବସ୍ଥାରେ ପୁତ୍ର ଦ୍ୱାରା ସୁରକ୍ଷିତ ରହିବା ଦରକାର। ମନୁବାଦୀ ଶାସ୍ତ୍ର ମାନଙ୍କରେ ମନୁ ମହାରାଜ ଏସବୁ ବ୍ୟବସ୍ଥା କରିଛନ୍ତି। କାରଣ ସମାଜ ବିଶେଷ କରି କଳିଯୁଗରେ ଲୋକମାନଙ୍କ ଚେତନା ଏତେ ହୀନ ସ୍ତରକୁ ପଳେଇବ, ଏତେ ହ୍ରାସ ପାଇବ, ଯେତେବେଳେ ସେମାନେ ଜାଣିବେ, ଯେତେବେଳେ ସଂସାରରେ ଥିବା ଲମ୍ପଟ ପୁରୁଷମାନେ ଜାଣିବେ ନାରୀର ପଛରେ କେହି ନାହାନ୍ତି ତାକୁ ସୁରକ୍ଷା ଦେବା ପାଇଁ, କୌଣସି ଏକ ପୁରୁଷର ଏଇ ନାରୀ ପଛରେ ହସ୍ତକ୍ଷେପ ନାହିଁ, ସେ ତାଙ୍କର ଚରିତ୍ରକୁ ସଂହାର କରିବା ପାଇଁ ଉଦ୍ୟୋଗୀ ହେବେ। ସେଥିପାଇଁ ଏହା ହିଁ ପ୍ରଣୟନ କରାଯାଇଛି କି ନାରୀମାନଙ୍କୁ କଳିଯୁଗରେ ବିବାହ କରେ। ଏଇଟା କଳିରେ ତ ବନ୍ଦ କରାହେଇଗଲା ଆଉ। ପ୍ରଭୁଜୀ, ଆପଣଙ୍କର ଜୀବନଚର୍ଯ୍ୟା ସବୁ କେମିତି କ'ଣ ଆରମ୍ଭ ହୁଏ? ଗୋଟେ ଦିନ ଆଉ ରାତିର ଜୀବନଚର୍ଯ୍ୟା କେମିତି ଥାଏ? ଜୀବନଚର୍ଯ୍ୟା ଯେମିତି ଆମର 3:30ରୁ 4ଟା ଭିତରେ ଆମକୁ ଉଠିବାକୁ ପଡ଼େ। ପ୍ରାତଃରୁ 3:30 4ଟା ଭିତରେ ଉଠିଲା ପରେ ଆମେ ଦିନଚର୍ଯ୍ୟା ଆମର ସ୍ନାନ ଆଦି କାର୍ଯ୍ୟ କରୁ। 15 ମିନିଟ୍ ଭିତରେ ଆମକୁ ଶେଷ କରିବାକୁ ପଡ଼େ। 15-20 ମିନିଟ୍ ଭିତରେ ଶେଷ କରି ଧୋତି ତିଲକ କୁର୍ତ୍ତା ପିନ୍ଧିବା ପରେ ଆମର 4:15ରୁ ଆରତି ଷ୍ଟାର୍ଟ ହୁଏ ମନ୍ଦିରରେ। 4:15ରେ ଭଗବାନଙ୍କ ଆରତି ଦର୍ଶନ କରିସାରିଲା ପରେ 4:15ରୁ 5ଟା ଯାଏ ଆରତି ହୁଏ। 5ଟାରୁ 7ଟା ନେଇ ଆମେ ହରେ କୃଷ୍ଣ ମହାମନ୍ତ୍ରର 16 ମାଳା ଜପ କରୁ। 2 ଘଣ୍ଟା ଭଗବାନଙ୍କୁ ଆରାଧନା କରୁ ହରେ କୃଷ୍ଣ ମହାମନ୍ତ୍ରରେ। ତ 7ଟାରେ ଯେତେବେଳେ ଆମ 16 ମାଳା ଶେଷ ହୁଏ, 7ଟାରେ ପୁଣି ଭଗବାନଙ୍କ ଦର୍ଶନ ଆରତି ହୁଏ। ମାନେ ଭଗବାନ ଶୋଇକିରି ଉଠିକି ଆମକୁ ଦର୍ଶନ ଦେଇଥିବେ। ତାପରେ ଆମେ ଯେତେବେଳେ ମାଳା କରିବୁ 5ଟାରୁ 7ଟା ଭିତରେ, ସେତେବେଳେ ଭଗବାନ ସ୍ନାନ କରିବେ, ଭଗବାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଯିବ, ତାଙ୍କୁ ଭୋଗ ଲାଗିବ। 7ଟା ବେଳେ ତାଙ୍କର ଦର୍ଶନ ଆରତି ହେବ। ତାଙ୍କୁ ଦର୍ଶନାର୍ଥୀ ଆମେ ନୂତନ ବେଶରେ ଭଗବାନଙ୍କୁ ଦର୍ଶନ କରିବୁ। ତ 7ଟାରୁ 7:30 ଯାଏ ଆମେ ଭଗବାନଙ୍କୁ ଦର୍ଶନାର୍ଥୀ ଯୋଗଦାନ ଦେଲା ପରେ 7:30ରୁ 8ଟା ଯାଏ ଆମର ଗୁରୁ ପୂଜା ହୁଏ। ଆମେ ପ୍ରଭୁପାଦଙ୍କର ମନ୍ଦିର ଭିତରେ ପୂଜା କରାଯାଏ। ତ ଗୁରୁ ପୂଜାରେ ଆମେ ରହୁ। ଗୁରୁ ପୂଜାରେ ପ୍ରଭୁପାଦଙ୍କୁ ନିଜର ବିଜ୍ଞପ୍ତି ଜଣାଉ। ଏବଂ 8ଟାରୁ ନେଇକରି 9ଟା ଯାଏ
भागवत क्लास हुए, भागवत कथा कीर्तन हुए, श्रीमद भागवतर प्रवचन अलग अलग दिन अलग अलग वरिष्ठ वक्ता मैंने दियंती, आम समस्ते बस भागवत कथा शुणु। 9टा बेले आमर प्रसाद हुए, साधारण प्रसाद एमती जो कहते इस्कन पिज्जा पेटिसी बर्गर सेटा सब ब्रह्मचारी मानक नुहे। इस्कन 3टा रोषेशाला अच्छी, गोटे रोषेशाला हूँ बाहर लोक जो मैंने सब मद मांस खाई बाहर बुलूँ से जदि आम कौन अरुआन डालमा देवु कि सीझा सीझी करके देवु जमी बाबाजी मैंने खाई रोचे साधु सन्त मैंने खाई से टोटाल आसबेनि मंदिर। तो से जीव लालसा भी अच्छी माछ मांस खाए केमी टेस्ट देवु कि भगवान प्रसाद होती से यहाँ हूँ प्राथमिक स्तर किचेन जोटा आम गोविंदा रेस्टोरेंट आप देखुं जो पेटिस मिले बर्गर मिले। व्यक्ति जी मद मांस खाऊँ जार पार्टी खाली राग मसला मसला खाए आसक्त अच्छी इच्छा हुए ना नूतन समय खालु कि एवं पूरा बारण पूरा काष्टा खाइला माने आमको पैसा चेंज करिया पड़ियो। तो सेटा हूँ प्रथम किचेन। सेकेंड किचेन हूँ आमर भगवान किचेन जोटी भगवान रोषे हुए, भगवान शुद्ध घृतरे पूरा नीट एंड क्लीन भगवान केवल आमर ओडिया संस्कृति जो खाद्य जमी आम पोड़ पिठा हो गले जहाँ आम जगन्नाथपुरी मंदिर देखुं भोग लगुच जहाँ अलग मंदिर मानक भोग लगुच से ही भोग ही प्रस्तुत हुए। भगवान के बर्गर पिज्जा पिज्जा दिया हुए आम मंदिर में। आ तृतीय किचेन हूँ आमर ब्रह्मचारी मान भगवान जहाँ रोषे हुए साधारण लोक पाई। हाँ भगवान पाखे लगी सारा पर से प्रसाद आकार बाहरी आसे जो भक्त मैंने इच्छा करती से नहीं पाती। तो आउ शेष किचेन हूँ आम शेष रोषेशाला हूँ ब्रह्मचारी रोषेशाला जोटी अत्यंत सरल खाद्य बने, अन्न टिके बने, डाली टिके बने, टिके सीझा सब्जी टिके बने, आलू भर्ता बने जमी जोटा खाइले कि शरीर में कौन हानि हेनी, रुटी बने तो जोटा कि आम मैंने खाऊ। से 9टा बेले आमर प्रसाद हुए, 9टा बेले आम अन्न शाक सब्जी जहाँ भी बनते ताहा नौ। तापर 9टा पर 9:30 10टा सुधा सरी जाए। 10टा रु नहीं विभिन्न प्रकार जार जो सेवा रुहे जमी ए मंदिर में आमर सेवा अच्छी पूजारी सेवा। भगवान 9टा बेले प्रसाद पाई सारे पुणी थे भगवान 12टा बेले प्रसाद पाइबे, पुणी थे भगवान विश्राम ने 4टा बेले पुणी उठी प्रसाद पाइबे, पुणी संध्या बेले प्रसाद पाइबे, पुणी राति प्रसाद पाइबे। प्रसाद पाई सारा भगवान को प्रत्येक थर प्रसाद पाइबे, प्रत्येक थर एमती आरती हो, एमती 8 थर भगवान को आरती हो। तो से सब सेवा आमर अच्छी। तो जार जो सेवा कहार प्रचार करियार सेवा, कहार ग्रंथ वितरण करियार सेवा जमी आम सांगे पूजा आम सांगे जो भक्त आसर सेवा होती ये 3-4 मास को थरे मंदिर आसबे। मंदिर गोटे संकीर्तन बस अच्छी, से बस रे 6-7 ब्रह्मचारी से बस रे बसी 3-4 मास पूरा ओडिशा सारा बुलिबे, ओडिशा सारा गीता भागवत प्रचार करेंगे। केउटी रहिबे केउटी सहिबे तांको जाना नहीं। जोटी जाके राति है पहुँचले से कौटी स्कूल बारांडा अच्छी, कॉलेज बारांडा अच्छी, कौटी मेडिकल दुकान मेडिकल कॉलेज अच्छी, एमती सब जगह देखिक मंदिर अच्छी मठ अच्छी जगह देखिए राति रहिबे सेठी गैस फैस नहीं थे रोषे करी खाइबे। तो एमती विभिन्न प्रकार सेवा विभिन्न प्रकार भक्त मान को दि जाए। तो सही सेवा सब सेवा करती। आ संध्या बेलू प्रायतः सब सेवा सरी जाए से मैंने पुणी आसती भगवान को संध्या आरती योगदान करती। 7:30 बेलू भगवती गीता कथा कीर्तन हुए, सकाळे भागवतर कथा कीर्तन हुए श्रीमद भागवतम, राति भगवद्गीतार कथा कीर्तन हुए। कारण आमर 5टा बेले प्रसाद हुए जमी 9टा बेले प्रसाद होता सेमती 5टा बेले प्रसाद 2 थर ही खाइबा। सूर्यास्त पर आमर खाइबार विधान ना जो मानकर हेल्थ इश्यू अच्छी जो मानकर किसी असुविधा अच्छी से माने किसी माने रखी था से 9टा बेले 5टा बेले प्रसाद जोटा कि से खाते जार मेडिसिन नबार अच्छी तो माने एटा इमरजेंसी केस ना 9टा बेले 5टा बेले भगवती गीता कथा कीर्तन पर 8:30 सुधा सरी जाए। तो जनरली भक्त मैंने 9टा नहीं 10टा भितर विश्राम आपनकर भक्त मैंने जिते मुझे देखे जो फांका था हरिनाम जपते हाँ गाड़ी गले हरिनाम जपे सब समय हरिनाम जपिबे। चैतन्य महाप्रभु कहले कि शयने कि भोजने कि जागरणे अहर्निश चिंत कृष्ण बल हवदाने। सबु समय प्रत्येकटी मुहूर्त व्यक्तिर कार्य हो केमी भगवान को स्मरण करियो। सततम चिंतयते विष्णु विस्मरतव्य न जातु चेत। सबु समय भगवान को चिंता कर केबे तांको भूल ना। अच्छा आपनकर ए 2 प्रकार वस्त्र साधारणतः आम देखु धला वस्त्र है गेरुआ वस्त्र है यार कौन कैटेगरी सब अच्छी कैटेगरी कि प्राय सबु भक्त आमर धड़ा ही पिंधती किंतु जो भक्त ब्रह्मचर्य व्रत धारण कर जीवन में केबे से माने विवाह करेंगे निष्पत्ति नहीं आउ मंदिर प्रशासन एवं वरिष्ठ भक्त माने अनुमोदित करिसेंती कि नहीं एई व्यक्ति जनक एई भक्त जनक अत्यंत गंभीर आउ ये आंकु गेरुआ वस्त्र परिधान करने अनुमति मिलू।
ତ ସେମାନେ ହିଁ ଗେରୁଆ ବସ୍ତ୍ର ଆପଣ 4 ବର୍ଷରେ 21ରେ ନେଲେ ଧର୍ମ ଗ୍ରହଣ କଲେ, 4 ବର୍ଷ ଭିତରେ ଆପଣ ଗେରୁଆ ବସ୍ତ୍ର ଧାରଣ କରିସାରିଲେଣି, ଆପଣଙ୍କ ପ୍ରମୋସନ ହେଇଗଲା। ପ୍ରମୋସନ ଗୁରୁ ବୈଷ୍ଣବ କୃପା ଭଗବାନ କୃଷ୍ଣ। ଆଚ୍ଛା, କିଛିଟା ପ୍ରଶ୍ନ ଆପଣଙ୍କ ଭକ୍ତମାନେ ମୋତେ ଫୋନ୍ କରି ପଚାରିଛନ୍ତି କି ନିହାତି ବାବାଙ୍କୁ ଏ ପ୍ରଶ୍ନ ଟିକେ ପଚାରିବା। ଆମେ ଟିକେ ଶେଷ ରାଉଣ୍ଡ ଆଡ଼କୁ ଯାଇଛେ, କିଛିଟା ପ୍ରଶ୍ନ ମୁଁ ଆପଣଙ୍କୁ ଟିକେ ଏମିତି ଖାଲି ବୁଝିବା ପାଇଁ ଚାହିଁବି। ସେ କହିଛନ୍ତି କି ଆଜିର ଯୁବପିଢ଼ିମାନେ ସୋସିଆଲ ମିଡ଼ିଆ ଓ ଷ୍ଟ୍ରେସ୍ ଭିତରେ କେମିତି ଭଗବାନଙ୍କୁ ମନେ ରଖିବେ? ସୋସିଆଲ ମିଡିଆ ଷ୍ଟ୍ରେସ୍ ଭିତରେ ଭଗବାନଙ୍କୁ ମନେ କେମିତି ମନେ ରଖି ରଖିବେ? ପାରିବେନି, ତାଙ୍କୁ ଛାଡ଼ିବାକୁ ଆମର ପଡ଼ିବ। କ୍ୟାମେରାମ୍ୟାନ ଯେମିତି ଆମର ଡିସ୍କସନ ଚାଲିଛି, ସେ କିନ୍ତୁ ସୋସିଆଲ ମିଡ଼ିଆରେ ବ୍ୟସ୍ତ ଅଛି। କେମିତି ସେ ଭଗବାନଙ୍କୁ ମନେ ରଖିବ? ତାକୁ ଛାଡ଼ିବା ପାଇଁ ପଡ଼ିବ। ନହେଲେ ମନେ ରଖିପାରିବେ ନାହିଁ। ଶାସ୍ତ୍ରରେ କୁହାଯାଇଛନ୍ତି କି ବାରୁଣୀମ୍ ଦିଗ୍ ଗତାମ୍ ବସ୍ତ୍ରୁମ୍ ପ୍ରାପ୍ତମ ନୈନ୍ଦ୍ରିମ୍ କିମ୍ ଆପ୍ନୁୟାତ୍ ବିଷୟା ବିନିବିଷ୍ଟ ଚିତ୍ତାନାମ ବିଷ୍ଣୁ ଭକ୍ତି ଦୂରତଃ। ଯାହାର ଚିତ୍ତ ଯାହାର ମନ ସବୁବେଳେ ବିଷୟ ଭିତରେ ଅଛି, ବିଷୟ ଭିତରେ ମଜିକି ରହିଛି, ଏ ଯେଉଁ ଫେସବୁକ୍ ୟୁଟ୍ୟୁବ ଟେଲିଗ୍ରାମ ଏ ଯେଉଁ ଯାହା ସବୁ ଆମେ ଦେଖୁଛେ, ତା ଭିତରେ ଯାହାର ମନ ମଜିକିରି ଅଛି, ବିଷ୍ଣୁ ଭକ୍ତି ସୁଦୂରତଃ, ତା ପାଇଁ ଭଗବାନଙ୍କୁ ଭକ୍ତି କରିବା ଅତ୍ୟନ୍ତ ଦୂର। ବାରୁଣୀମ୍ ଦିଗତାମ୍ ବସ୍ତୁମ୍, ଯେଉଁ ବସ୍ତୁଟା ପୂର୍ବ ଦିଗରେ ଅଛି, ପ୍ରାପ୍ତମ ନୈନ୍ଦ୍ରିମ୍ କିମ୍ ଆପ୍ନୁୟାତ୍, କେହି ଜଣେ ଯଦି ପଶ୍ଚିମ ଦିଗରେ ଦୌଡ଼େ ତାକୁ ଧରିବା ପାଇଁ, ପୂର୍ବ ଦିଗର ବସ୍ତୁ କେବେ ଧରିପାରିବ? ତାର ଡିସପ୍ଲେସମେଣ୍ଟଟା ବଢ଼ି ବଢ଼ିଯିବ ଯେତେ ସେ ଦୌଡ଼ିବ। ତ ସେଥିପାଇଁ ତ ଆମେମାନେ ପ୍ରାୟତଃ ଆମର ଭକ୍ତମାନଙ୍କ ପାଖରେ ମୋବାଇଲ ହିଁ ନାହିଁ, ଇଣ୍ଟରନେଟରୁ ଆମେମାନେ ବିଚ୍ୟୁତ ପୁରା, ଛୋଟ ଛୋଟ ଫୋନ୍ ଧରିକି ପଡ଼ୁ। ଆଉ ଯେମିତି ଆସିଛି କ୍ୟାରିୟର ଆଉ ସ୍ପିରିଚୁଆଲିଟିକୁ କେମିତି ବାଲାନ୍ସ କରାଯାଇପାରିବ? କ୍ୟାରିୟର ଆଉ ସ୍ପିରିଚୁଆଲିଟିକୁ ବାଲାନ୍ସ କରିବାର ଗୋଟିଏ ଉପାୟ ହେଉଛି, କ୍ୟାରିୟର ଆପଣ କରନ୍ତୁ ଭଗବାନଙ୍କ ପାଇଁ। ଆପଣ ଜବ୍ କରନ୍ତୁ କି ମୁଁ ଯଦି ଜବ୍ କରିବି, ତାହେଲେ ଯଦି ମୁଁ ଜବ୍ ନ କରିବି, ଭଗବାନଙ୍କୁ ମୁଁ ତ ସମ୍ପୂର୍ଣ୍ଣ ଜୀବନ ମୋର ସମର୍ପିତ କରିପାରିବିନି ଭଗବାନଙ୍କୁ, କି ସାଧୁ ସନ୍ଥ ହେଇପାରିବିନି, ଏହା ତ ମୋର ଭାଗ୍ୟରେ ନାହିଁ। କାରଣ ସାଧୁ ହେବାଟା ଏଟା ବହୁତ ଜନ୍ମର ଫଳ। ବୈରାଗ୍ୟମ୍ ପରମମ୍ ଭାଗ୍ୟମ୍, ବହୁତ ଭାଗ୍ୟରେ ଥିଲେ ଜଣେ ବୈରାଗୀ ସାଧୁ ସନ୍ଥ ଭଗବାନଙ୍କ ଚରଣରେ ସମର୍ପିତ ହୁଏ, କିନ୍ତୁ ମୋର ତ ସେମିତି ନାହିଁ। ଆଉ ଯଦି ମୁଁ ଭଲ ଚାକିରିଟିଏ ନ କରିବି, ଆଉ ପାଠ ପଢ଼ାପଢ଼ି ଭଲସେ ନ କରିବି, ତାହେଲେ ମୁଁ ଭଗବାନଙ୍କ ସେବାରେ ଆର୍ଥିକ ସହଯୋଗ କେମିତି କରିବି? ତ ଏଇଟା ସବୁବେଳେ ମନରେ ରଖି କି ମୁଁ ଚାକିରି କରୁଛି ମୋ ପାଇଁ ନୁହେଁ, ଭଗବାନ ପାଇଁ ଚାକିରି କରିବି। ମୋର କିଛିଟା ପ୍ରତିଶତ, କିଛି ଆଂଶିକ ଦରମା ମୁଁ ଭଗବାନଙ୍କୁ ଦେବି, ଭଗବାନଙ୍କ ସେବାରେ ମୁଁ ସାହାଯ୍ୟ କରିବି। ଏଇଟା ଯେତେବେଳେ ମନରେ ରହିବ, ବ୍ୟକ୍ତିକୁ ଉତ୍ସାହ ମିଳିବ କ୍ୟାରିୟରଟାକୁ। ଆଉ ଯେମିତି ଆସିଛି, ଯୁବକମାନଙ୍କୁ ଇସ୍କନ ହରେ କୃଷ୍ଣ ଚାଣ୍ଟିଂ କେମିତି ସହଜରେ ଆକର୍ଷିତ କରେ? ଲମ୍ବା ପ୍ରଶ୍ନ ଲିଷ୍ଟ ମୋ ପାଖରେ ଅଛି। ଯେମିତି ସାଧାରଣତଃ ଗ୍ରୀଷ୍ମ ଦିନରେ ଥଣ୍ଡା ପାଣି ଭଲ ଲାଗେ, ସେଇଭଳି ଭାବେ ଯୁବପିଢ଼ି ମାନେ ଏବେ ସିନା ବାହାରକୁ ଲାଗୁଛନ୍ତି, ବଡ଼ ବଡ଼ ମୋବାଇଲ ଧରିଛନ୍ତି, ଆଇଫୋନ ଧରିଛନ୍ତି, କଥା ହଉଛନ୍ତି, ଇଏ କରୁଛନ୍ତି, ଗାଡ଼ି ଚଢୁଛନ୍ତି, କିନ୍ତୁ ସେମାନେ ସମସ୍ତଙ୍କର ହୃଦୟରେ ସେମାନେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ବହୁତ ଡିପ୍ରେସନର ଲେଭେଲ ଆଜି ସୋସାଇଟିରେ ବଢ଼ିଯାଇଛି। ସେମାନେ ନିଜର ପର୍ସନାଲ ପ୍ରୋବ୍ଲେମ କହିବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି। ତାଙ୍କର ଯେଉଁଟା ପର୍ସନାଲ ଇସ୍ୟୁ ହେଉଛି, ସେ ତାଙ୍କ ବାପା ମାଆଙ୍କୁ କହିପାରିବେନି, କି ସାଙ୍ଗସାଥି ସହିତ ଯଦି ସେୟାର କରିବେ ତାଙ୍କୁ ଚିଡ଼େଇବେ। କିନ୍ତୁ ହରିନାମ ହରେ କୃଷ୍ଣ ମହାମନ୍ତ୍ରରେ ଏତେ ଶକ୍ତି ଅଛି, ଆପଣଙ୍କ ଲାଇଫରେ ଯେତେ ମାନେ ପ୍ରୋବ୍ଲେମ ଅଛି, ତାର ସଲ୍ୟୁସନ ଅଟୋମେଟିକ ଆପଣଙ୍କ ମାଇଣ୍ଡରେ ଭଗବାନ ଦେବେ। ସ୍ୱତଃପ୍ରବୃତ୍ତ ଭାବେ ତାଙ୍କୁ ଆକର୍ଷଣ କରୁଛି। ସେଇଥିପାଇଁ ପୁଣି ସେଠି ପ୍ରଶ୍ନଟି ପିଲାମାନେ ଯୋଡ଼ିଛନ୍ତି, ହରେ କୃଷ୍ଣ ମହାମନ୍ତ୍ର ଜପ କରିବାର ସଠିକ ପ୍ରକ୍ରିୟା କ'ଣ? ସଠିକ ପ୍ରକ୍ରିୟା ହେଉଛି, ଆପଣ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି ତାକୁ ଶୁଣନ୍ତୁ। ଜପ କରୁଛନ୍ତି ଶୁଣନ୍ତୁ, ଏମିତି ନାହିଁ କି ଜପ କରୁଛି ମୁଁ ଏପଟେ ଦେଖିବି ଏପଟେ ଦେଖିବି କ'ଣ, ନା ନା, ଜପ କରୁଛି ଶୁଣିବି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏତିକି। ଯାହା ଜପୁଛନ୍ତି ତାକୁ ଶୁଣିବେ, ଆଟେଣ୍ଟିଭଲି ଶୁଣିବେ ବସିକି। ସାଧାରଣ ଲୋକମାନେ ପ୍ରତିଦିନ କେତେ ସମୟ ସାଧନା କରିବା ଦରକାର? ମିନିମମ୍ ଆଟଲିଷ୍ଟ 2 ଘଣ୍ଟା। 2 ଘଣ୍ଟା ଭଗବାନଙ୍କ ହରିନାମ ଜପ କରିବା ଲାଗିବା ଦରକାର। ଆପଣଙ୍କର ଆଉ ଗୋଟେ ପ୍ରୋଗ୍ରାମ ହୁଏ କି ଇସ୍କନ ଫୁଡ୍ ଫର୍ ଲାଇଫ୍ ପ୍ରୋଗ୍ରାମ ହୁଏ। ବଢ଼ିଆ ପ୍ରଶ୍ନଟି ପିଲାଟି ମୋ ସାଙ୍ଗଟି ମୋତେ ପଚାରିଛି କି ମାଗଣା ପ୍ରସାଦ ବଣ୍ଟନର ପ୍ରମୁଖ ଉଦ୍ଦେଶ୍ୟ କ'ଣ? ଆପଣ ଏକଥା ମଧ୍ୟ କହିଛନ୍ତି, ଆମର 100 ମିଟର ରେଡିୟସ୍ ଭିତରେ କୌଣସି ଭକ୍ତ ଖାଲି ବା ଭୋକିଲା ରହିପାରିବ ନାହିଁ। ପ୍ରଭୁପାଦ ଏ ପ୍ରସଙ୍ଗରେ କ'ଣ ଆପଣ ମତ ରଖିବେ? ତ ଭିଜନ ଆମର ଭୋକିଲା ଲୋକଙ୍କୁ ଖାଇବା ପହଞ୍ଚେଇବା ନୁହେଁ, ଭିଜନ ଆମର ସେ ଜଗତରେ ସମସ୍ତେ ଭୋକିଲା, ସମସ୍ତେ କଷ୍ଟରେ ଅଛନ୍ତି। ଯାହା ପାଖରେ ଯେ ଲକ୍ଷ ଲକ୍ଷ ଟଙ୍କା ଅଛି ସିଏ ଭୋକିଲା ନୁହେଁ, ଯାହା ପାଖରେ କୌଣସି କ'ଣ ପଇସା ପତ୍ର ନାହିଁ ସିଏ ହିଁ କେବଳ ଭୋକିଲା, ଏମିତି ନାହିଁ। ସମସ୍ତେ ଏଇ ଜଗତରେ କଷ୍ଟ ପାଉଛନ୍ତି। ତା ପାଖରେ ଲକ୍ଷ ଲକ୍ଷ ଟଙ୍କା ଥାଉ, କାହା ପାଖରେ ନଥାଉ।
सबु कृष्ण भक्ति बिना नहे दुखेर मोचन थाकिले आ थाकू पछे लक्ष लक्ष धन लक्ष लक्ष धन थाउ बैंक बालांस थाउ भुवनेश्वर बड़ बड़ फ्लैट थाउ जदि ता हृदय भक्ति नाही भगवान प्रति तार आकर्षण जन्मनी से दुख रे अछि कष्ट रे अछि तो फूड फॉर लाइफ रो जो प्रसाद मागणा प्रसाद वितरण यही अभिमुख्य कि अन्नदान समस्ते करती किंतु आम प्रसाद वितरण करूँ जो प्रसाद पाई लोक मानकर आसक्ति बढ़ियो भगवान प्रति प्रसाद पाइबार मूल लक्ष्य हूँ कि भगवान आम प्रसाद पाइले ना भगवान कृपा अच्छी प्रसाद एटा प्रसाद माने कृपा भगवान कृपा भगवत खाइले भगवान प्रति भक्ति बढ़ आउ गोटे पिलाटी बड़ चमत्कार प्रश्न मत पचारि कि इस्कन केवल हिंदू धर्म पाई ना कि यूनिवर्सल स्पिरिचुअल मूवमेंट पाई एटा यूनिवर्सल स्पिरिचुअल मूवमेंट एथि कारण ये सब धर्मर लोक अच्छा क्रिश्चियंस को भी पाइबे आपण मुस्लिम्स को पाइबे आपण जेकोसी धर्मर व्यक्ति आपण खोजिबे इस्कन भीतर पाइबे आज पर्यंत इस्कन जीवन सबुठार महान अनुभव कौन आपन जीवन माने आम जीवन महान अनुभव आपन पर्सनल जीवन इस्कन जीवन सबुठार महान अनुभव कौन अच्छा अच्छा माने इस्कन आसिया परे महान अनुभव कौन हां इस्कन आसिया परे आध्यात्मिक मार्ग को आसिया परे विशेष कर इस्कन थ्रू रे यही महान अनुभव होची एहा जे कि एक प्रामाणिक संप्रदाय संगे हम जोड़ी हेलु एभली एक संप्रदाय जोटी कि मन गड़ा किछि नाही कि मते जोटा भल लागुच मु सेटा आपन को कहदेबी मते भल लागुनी आपन दाढ़ी रखिया मु आपन को मना कर नाही तू दाढ़ी रखना किंतु शास्त्र कोन कुए भगवान कोन कहंती एइटा सब बेले प्राधान्य दिया जाए काहा को भल लागु बा न लागु जोटा भगवान कहिसंती जोटा गीता भागवत रे जोटा हमर हिंदू धर्म सनातन धर्म रे अछि ताकू ही उपस्थापन करा जाए एइटा ही बहुत भल लगे आ भगवान को भक्ति करी करी जो प्रामाणिक संप्रदाय भीतर रही करी भगवान को भक्ति एते एते प्रत्यक्ष आ एते एते शक्तिशाली कि हृदय रे थिबा समस्त कामना पूर्ण हो जाए जहाँ आम इच्छा करूँ भगवान को प्रीति उद्देश्य रे तत्क्षणात भगवान ताको पूर्ण कर दियंती कौन सी भी आशा रखते शेष प्रश्न जदि कृष्ण एवं जगन्नाथ एक से मतभेद कहीं कथा उठी मतभेद तो किसी नहीं ये मतभेद जो आम प्राथमिक प्रसंग आलोचना करुले कि जिते अदिनिया रथ यात्रा प्रसंग टी जो आप नहीं आसते से भावुँ से सब लोक पाखे पहुँचला कि जदि माने जगन्नाथ धर्म को प्रचार प्रसार करुँच तेबे कहीं अदिनिया रथयात्रा कले से मत पार्थक्य भितर को देखीदे कि बोध हुए कृष्ण एवं जगन्नाथ अलग अलग कौन ए विशेष ना 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 जगन्नाथ रथयात्रा मूल कथा हूँ भूल इनफर्मेशन जगन्नाथ रथयात्रा अधीन करा जाउनी से करने बाध्य काली सकाळे जदि सबु देशर गवर्नमेंट परमिशन दे दिए ताले से करि परिबे आपण देखो गोटे सबु जो देश रे समस्त मुस्लिम से देशर गवर्नमेंट कौन ताको से जानि जगन्नाथ विषय जो परमिशन दबो सेही दिन रे आ एमिति न आम माने जगन्नाथ आम जो रथ यात्रा आम तो तिथि हिसाब से पालन करछु ना आषाढ़ मासर शुक्ल पक्षर द्वितीय जो तिथिटा सेटा जे जुलाई 17 रे सबुदिन पड़ियो बोली किछि माने अछि जदि एमिति भी होता कि कौनसी एक मासर कौनसी एक गोटे दिन फिक्स एटा जो रथ यात्रा पाई ताहाले आमे सबुदिन पाई गोटे एग्रीमेंट साइन करे आनंद गवर्नमेंट पाखरु से सब बड़ बड़ कंट्री ना प्रत्येक वर्ष आमर गोटे नुआ डेट कारण मास तो शुक्ल पक्ष तो अलग अलग तिथि रे पड़िबो ना अलग अलग डेट रे तो एटा नेक्स्ट इम्पॉसिबल हो जाए भक्त मान को से समय परमिशन आनिया तो अदिन रथ यात्रा करा जाएनी आ लोक मान मन रे से माने बोधे कृष्ण को पूजा करछन से पय जगन्नाथ रथ यात्रा को दिन भी कले तांग सेड सेमिति किछि नै जगन्नाथ कृष्ण को भितर कोनोसी पार्थक्य नै या शंकराचार्य आदि गुरु से शंकराचार्य तांकर जगन्नाथ अष्टकम रे गाउचंदी कदाचित कालिंदी तट विपिन संगीत कराबो मुदा भीरि नारी बदन कमल स्वाद मधुपः रमा शंभु ब्रह्मा मरपति गणेशार्चित पदो जगन्नाथ स्वामी नयन पथगामी भवतु मे हे जगन्नाथ आपण मोर नयनर पथरे सब बेले आसंतु जो जगन्नाथ कदाचित कालिंदी तट विपिन संगीत कराबो जे एक समय वृंदावन जमुना तटरे मुरली वादन रथ थिले आ गोपी मानक सहित विभिन्न रासलीला रथ थिले सी आज जगन्नाथ हेगिर उपस्थित अछन ताहले प्राणेश्वर कृष्णदास असल प्रेम कौन असल प्रेम रे भगवान कृष्ण को भल पाए जगन्नाथ को भल पाए एटे भल पाए मो ओपन वॉइस स्टूडियो पई कोन कहि मनुष्य जीवन लक्ष्य हूँ भगवान को भल पाया प्रति जन्म रे आमर भल पाइबाटा
କେବେ ସ୍ତ୍ରୀ ପ୍ରତି ହେଇଛି, କେବେ ପୁତ୍ର ପିଲା ଛୁଆଙ୍କ ପ୍ରତି ହେଇଛି, କେବେ ବାପା ମାଙ୍କ ପ୍ରତି ହେଇଛି, କେବେ ଘରେ ପାଳିଥିବା କୁକୁର ପ୍ରତି ହେଇଛି। କିନ୍ତୁ ମଣିଷ ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି ନାୟମ୍ ଦେହ ଦେହ ଭାଜାମ୍ ନିର୍ଲୋକେ, ଭଗବାନ କହୁଛନ୍ତି କଷ୍ଟାନ୍ କାମାନ୍ ଅର୍ହତେ ଭିଡ଼ି ବୁଝାମେ ତପୋ ଦିବ୍ୟମ୍ ପୁତ୍ର କାଜେନ ସତ୍ୱମ୍ ଶୁଦ୍ଧେତ୍ ଯସ୍ମାତ୍ ବ୍ରହ୍ମ ସୁଖମ୍ ତମ୍ ଅନନ୍ତମ୍। କି ମଣିଷ ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କୁ ଭଲ ପାଇବା। କିନ୍ତୁ ଏଇ ଜୀବନରେ ଭଗବାନ ଟିକେ ଆମ ପୋଡକାଷ୍ଟ କେମିତି ଲାଗିଲା କ'ଣ କହିବେ? ପୋଡକାଷ୍ଟ ବହୁତ ଭଲ ଲାଗିଲା, କାରଣ ଏଇଟା କିଛି ପ୍ରି ପ୍ଲାନ୍ ନଥିଲା, କିଛି ସ୍କ୍ରିପ୍ଟେଡ୍ ନଥିଲା। ଆପଣ ଯାହା ପଚାରିଲେ ସ୍ପଣ୍ଟାନିୟସ୍ ଭାବେ ଏଇଟା ଚାଲିଲା, ନ୍ୟାଚୁରାଲି ଏଇଟା ହେଲା। ତ ଭଗବାନଙ୍କୁ ଟିକେ ସ୍ମରଣ କରିବା ପାଇଁ ଆପଣ ମୋତେ ସୁଯୋଗ ଦେଲେ। ମୋର ମଧ୍ୟ ସେ ଭାଗ୍ୟ, ମୁଁ ଆପଣଙ୍କ ସହିତ ଭଗବାନଙ୍କୁ ମଧ୍ୟ ସ୍ମରଣ କଲି। ବହୁତ ଧନ୍ୟବାଦ।